ॐ ସମସ୍ତଙ୍କୁ ଜୟ ଜଗନ୍ନାଥ ନମସ୍କାର। ଆଜିର 144ତମ ଶ୍ରୀମଦ ଭଗବତୀୟ ସନ୍ଧ୍ୟାରେ ଆରମ୍ଭରେ ଆମେ ମହାପ୍ରଭୁଙ୍କର ଭଜନ ଟିକେ ଶୁଣିବା। ଆମର ଅତି ପ୍ରିୟ ଶ୍ରଦ୍ଧେୟା ସାନ ଭଉଣୀ ଯଶସ୍ୱୀ କଣ୍ଠଶିଳ୍ପୀ ଶ୍ରୀମତୀ ଅଳକା ଦାସ ଭଉଣୀଙ୍କ ପାଖରୁ ମୁଁ ନିବେଦନ ରଖିବି ଭଉଣୀକୁ ଆଜିର ଏ ପବିତ୍ର ଶ୍ରୀମଦ ଭଗବତୀୟ ସନ୍ଧ୍ୟାରେ ସେ ମହାପ୍ରଭୁଙ୍କର ଭଜନରୁ ଏ କାର୍ଯ୍ୟକ୍ରମର ଅୟମ ଆରମ୍ଭ କରନ୍ତୁ। ସୁସ୍ୱାଗତ ଭଉଣୀ, ଆପଣଙ୍କୁ ସୁସ୍ୱାଗତ ସୁସ୍ୱାଗତ। ଜୟ ଜଗନ୍ନାଥ। ଆଜ୍ଞା ଅପା, ଜୟ ଜଗନ୍ନାଥ। ନିଃସ୍ୱ କର ହେ ମତେ ବିଶ୍ୱ ବିହାରୀ, ନିଃସ୍ୱ କର ହେ ମତେ ବିଶ୍ୱ ବିହାରୀ, ନିଃସ୍ୱ କର ହେ ମତେ ବିଶ୍ୱ ବିହାରୀ। ଖାଲି ଖାଲି ଆସିଥିଲି, ଖାଲି ଖାଲି ଆସିଥିଲି, ଖାଲି ଯିବି ଫେରି, ଏତିକି ବୁଝିବା ମୋର ହେଇଗଲା ଡେରି। ନିଃସ୍ୱ କର ହେ ମତେ ବିଶ୍ୱ ବିହାରୀ। ଅଳ୍ପ ଚାହିଁଲି ଅନେକ ପାଇଲି, ଆଉ କିଛି ଚାହେଁ ନା, ଅମୃତ ଭାବନା କରେ ଆନମନା, କିଛି ଭଲ ଲାଗେ ନା। ଓ ଅଳ୍ପ ଚାହିଁଲି ଅନେକ ପାଇଲି, ଆଉ କିଛି ଚାହେଁ ନା, ଅମୃତ ଭାବନା କରେ ଆନମନା, କିଛି ଭଲ ଲାଗେ ନା। ଜୀବନଟା ଲାଗିଲାଣି, ଜୀବନଟା ଲାଗିଲାଣି ଏବେ ଭାରି ଭାରି, ଏତିକି ବୁଝିବା ମୋର ହେଇଗଲା ଡେରି। ନିଃସ୍ୱ କର ହେ ମତେ ବିଶ୍ୱ ବିହାରୀ। ମଳୟ ପରଶ ନ ପାଇ ପାରିଲେ, ବାସନାହି ଚନ୍ଦନେ, ତୁମକୁ ନ ପାଇ ଯେତେ ଯା ପାଇଲେ, ଶାନ୍ତି ନାହିଁ ଜୀବନେ। ଓ ମଳୟ ପରଶ ନ ପାଇ ପାରିଲେ, ବାସନାହି ଚନ୍ଦନେ, ତୁମକୁ ନ ପାଇ ଯେତେ ଯା ପାଇଲେ, ଶାନ୍ତି ନାହିଁ ଜୀବନେ। ଅଶାନ୍ତିରୁ ପ୍ରଶାନ୍ତିକୁ, ଅଶାନ୍ତିରୁ ପ୍ରଶାନ୍ତିକୁ ପ୍ରାଣ ହୁଏ ଝୁରି, ଏତିକି ବୁଝିବା ମୋର ହେଇଗଲା ଡେରି। ନିଃସ୍ୱ କର ହେ ମତେ ବିଶ୍ୱ ବିହାରୀ, ନିଃସ୍ୱ କର ହେ ମତେ ବିଶ୍ୱ ବିହାରୀ। ଖାଲି ଖାଲି ଆସିଥିଲି,
ଖାଲି ଖାଲି ଆସିଥିଲି ଖାଲି ଯିବି ଫେରି ଏତିକି ବୁଝିବା ମୋର ହେଇଗଲା ଡେରି ନିଃସ୍ୱ କର ହେ ମତେ ବିଶ୍ୱ ବିହାରୀ ନିଃସ୍ୱ କର ହେ ମତେ ବିଶ୍ୱ ବିହାରୀ ନିଃସ୍ୱ କର ହେ ମତେ ବିଶ୍ୱ ବିହାରୀ। ଅନିବାର୍ଯ୍ୟ କାରଣ ବଶତଃ ମୁଁ ଟିକେ ସଭାପତି ଭାବରେ ଟିକେ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହୁଥିଲି, ଟିକେ କ୍ଷମା କରିବେ। ବହୁତ ଦିନ ହେଲା ଆପଣମାନଙ୍କ ସହିତ ମୁଁ ଦର୍ଶନ କରିବାର ସୁଯୋଗ ପାଉନଥିଲି ସବୁ ପଣ୍ଡିତ ମହୋଦୟଙ୍କ ଠାରୁ ଦୂରେ ରହୁଥିଲି। ସେ ଯାହା ବି ହଉ ଆଜି କମ୍ ସମୟ ଭିତରେ ମୋର ଯାହା କିଛି 2 ମିନିଟ୍ର କହିବାର ଅଛି। ଶ୍ରୀ ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ ପୁରାଣ ଅନ୍ତର୍ଗତ ଆଜି ଷଷ୍ଠ ସ୍କନ୍ଧ 16ଶ ଅଧ୍ୟାୟରେ ଆମେ ଉପନୀତ। ତ ଏହି କ୍ରମରେ ଆଜି ଯିଏ ଅଛନ୍ତି ଆମର କଥାବାଚକ ବିଶିଷ୍ଟ ପଣ୍ଡିତ ପ୍ରବଚକ ଡକ୍ଟର ନିରଞ୍ଜନ ସାହୁ ମହୋଦୟ, ସେ ଆମ ଗହଣରେ ଅଛନ୍ତି। ଆଜି ଏଇ ଯେଉଁ ଷଷ୍ଠ ସ୍କନ୍ଧ 16ଶ ଅଧ୍ୟାୟର ସରଳ ବିଶ୍ଳେଷଣ ପାଇଁ। ତ ଆଜିର এই କାର୍ଯ୍ୟକ୍ରମରେ ଉପସ୍ଥିତ ଆମର ଅନୁଷ୍ଠାନର ସମ୍ପାଦିକା ପ୍ରଣତୀ ମହାପାତ୍ର ମହୋଦୟ ତଥା ଏହି କାର୍ଯ୍ୟକ୍ରମ ସହିତ ଜଡ଼ିତ ସମସ୍ତ ଦିବ୍ୟାତ୍ମା ଭାଇ ଭଉଣୀଗଣ, ଆମର ଶୁଭେଚ୍ଛୁ ପଣ୍ଡିତ ପ୍ରବଚକ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଦାସ ମହୋଦୟ, ଅନ୍ୟତମ ପଣ୍ଡିତ ଗୋପାଳକୃଷ୍ଣ ପଣ୍ଡା ମହୋଦୟ, ଅର୍ଜୁନ କୁମାର ସାମଲ ମହୋଦୟ, ପଣ୍ଡିତ ଭାବଗ୍ରାହୀ ମହୋଦୟ, ସାହିତ୍ୟିକ ବୀରକିଶୋର ନାୟକ ମହୋଦୟ ତଥା ଅନ୍ୟାନ୍ୟ ପଣ୍ଡିତ ଓ ସଜ୍ଜନ ମଣ୍ଡଳୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଅଭିନନ୍ଦନ ଜ୍ଞାପନ କରି ପୁନର୍ବାର ଆଜି ଯିଏ ଅଛନ୍ତି ଆମର ମୁଖ୍ୟ ପ୍ରବଚକ ଡକ୍ଟର ନିରଞ୍ଜନ ସାହୁଙ୍କୁ ନିମନ୍ତ୍ରଣ ଜଣାଇ ମୁଁ ବିରାମ ନେଉଛି। ସଭାପତି ଦେବେନ୍ଦ୍ର କୁମାର ନାୟକ, ନମସ୍କାର। ମୃତ ପୁତ୍ରର ଭକ୍ତି ଶୁଣି ଶୋକ ଛାଡ଼ିଲା ନୃପମଣି ନାରଦ ବିଦ୍ୟା ଶେଷ ତୋଷେ ରାଜାଙ୍କୁ ଦେଲେ ଷୋଳଶେ ଶିଶୁକବାଚ ଏ ଅନନ୍ତରେ ରାଜନ ମଲା ଯେ ନୃପତି ନନ୍ଦନ ନାରଦ ମୁନି ତାକୁ ରାଇ ବୋଲନ୍ତି ଜୀବ ଶୁଣ ତୁଇ ଦେଖାଇ ଜ୍ଞାତି ସୁଦରେ ପଡ଼ି ଶୋଚନ୍ତି ଏ ଭୂମିରେ ନାରଦ ବାଚ ହେ ଜୀବ ଦେଖ ତୋର ମାତା ଶୋକେ ମୋହିତ ତୋର ପିତା ବନ୍ଧୁ ବାନ୍ଧବ ଯେ ତୋର ଶୋକ ମୋହରେ ଗୁରୁତର ଆପଣା କଳିବରେ ପଶ ଶେଷ ତ ଯେତେକ ଆୟୁଷ ଶ୍ରୁଦ ଗଣେ ବୃତ ହୋଇ ନାନା ଭୋଗକୁ ଭୁଞ୍ଜ ତୁହି ଉପବାସନେ ବିଜେ କର ପିତାର ଶୋକ କର ଦୂର ଜୀବ ବାଚ କେଉଁ ଜନ୍ମରେ ମୋର ହୋଇଛନ୍ତି ମାତା ପିୟର ଦେବତା ମନୁଷ୍ୟ ପଶୁରେ ମୁଇଁ ଭ୍ରମଇ ମୋ କର୍ମରେ ବାନ୍ଧବ ଜ୍ଞାତି ମିତ୍ରରି ଉଦାସୀନ ବା ଦେଶକାରୀ ଏ ସର୍ବେ ପରସ୍ପରେ ଥାନ୍ତି କେବେ ବା ହୁଅନ୍ତି ନୁହନ୍ତି କ୍ରୟ ବିକ୍ରୟ ବ୍ୟବହାରେ ଭ୍ରମନ୍ତି ନାନା ଲୋକଠାରେ ହେମାଦି ପନ୍ୟ ଦ୍ରବ୍ୟ ଯେତେ ଯୋନିରେ ଜୀବଟିତେ ସନ୍ନି ଯୋନିରେ ଜୀବଟିତେ ସନ୍ନେ ମାଦି ପନ୍ୟ ଦ୍ରବ୍ୟ ଜେନେ ସତ୍ୟ ଯେ ସମ୍ବନ୍ଧ ଲୋକରେ ଅସତ୍ୟ ହୋଇ ବ୍ୟବହାରେ ସମ୍ବନ୍ଧ ଜୀବର ଯାବତ ଜୀବ ବ୍ୟବହାରେ ଯାବତ ଯାହାର ତାବତ ମମତା ତାହାର ତାବତ ଦେହି ଅହଙ୍କାର ତାବତ ତହିଁ ଅଧିକାର ଦେହ ଛାଡ଼ିଲେ ଜୀବ ନିତ୍ୟ ଆଉ ଦେହରେ ନାହିଁ ସତ ଜୀବ ନିତ୍ୟ ଯେ ଅବୟ ସୂକ୍ଷ୍ମ ସ୍ୱରୂପ ସର୍ବାଶ୍ରୟ ଆତ୍ମା ମାୟା ଗୁଣରୁ କରି ଆତ୍ମାର ସୃଷ୍ଟି କିଆ ଭରି
ଗୋବିନ୍ଦ ଗୋବିନ୍ଦ ପଦୁ ଗଳୁଛି ମକରନ୍ଦ ଏହାର ଅତି ପ୍ରିୟ ଯେହି କେହି ଅପ୍ରିୟ ଜନ କେହି ନାହିଁ ଆତ୍ମପର ନାହିଁ ଏହାର ଦେଖନ୍ତା ସେ ଗୁଣ ଦୋଷର କ୍ରିୟାର ଫଳ ଗ୍ରହଣ ନ କରେ ସକଳ ଉଦାସୀ ଜନ ପ୍ରାୟ ହୋଇ ପର ଉପର ପରକୁ ଦେଖଇ ଏମନ୍ତେ ଏକ ଯେ ହେ ଈଶ୍ୱର ସଂସାର ନିର୍ମିତ ତାହାର ଏମନ୍ତ କହିନ ବଚନ ଜୀବ ଚଳିଲା ହେ ରାଜନ ବିସ୍ମୟ ତାର ବନ୍ଧୁଗଣ ଶୋକ ଛାଡ଼ିଲେ ତତକ୍ଷଣ ତାତଂ ଜ୍ଞାନକୁ ଶୁଣିଲେ ସ୍ନେହ ସାଙ୍ଖୋଳିକି ଛେଦିଲେ ଏ ଅନନ୍ତରେ ଜ୍ଞାତି ଜନ ବେଦ ଉଚିତ କର୍ମମାନ ବିଧିରେ ତାହା କଲେ ସମସ୍ତ ତାପକୁ ଛାଡ଼ିଲେ ଯେ ଶୋକ ମୋହ ସ୍ନେହ ହୋଇ ତାହା ଯା ଛାଡ଼ିଲେ ଜ୍ଞାନ ପାଇ ସେ ଯେ ବାଳଗ୍ନି ରାଜନାରୀ ଲାଜ ପାଇ ମନି ବିଚାରି ବାଳକ ହତ୍ୟା ପାପୁ କରି ହତ ହୋଇଲା ତାଙ୍କ ଶିରି ବ୍ରାହ୍ମଣବତୀ ବରିଣ ଉଚିତ ବାଳକ ହତ୍ୟାର ଯେ ବ୍ରତ ଯମୁନା କୂଳକୁ ସେ ଗଲେ ବାଳକ ହତ୍ୟା ବ୍ରତ କଲେ ବ୍ରାହ୍ମଣ ଆଜ୍ଞା ପରମାଣେ କଲେ ସେ ବେଦର ବିଧାନୀ ଏମନ୍ତ ଶୁଣ ହେ ରାଜନ ଚିତ୍ରକେତୁ ବିପ୍ର ବଚନ ଶୁଣି ତକ୍ଷଣେ ଜ୍ଞାନ ପାଇ ଗୃହକୁ କୁବାର ହୋଇ ସରପଙ୍କରୁ ଗଜ ଜେନେ ବାହାର ହୋଇଲା ତେସନେ ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ କାଳନ୍ଦୀ ଜଳେ ସ୍ନାନ କଲା ପୁଣ୍ୟ କ୍ରିୟାକୁ ଆଚରିଲା ମୌନବତୀ ମହାରାଜା ମୁନି ଚରଣେ କଲା ପୂଜା ଏଥୁ ଅନ୍ତରେ ନୃପବର କତି ଦେଖି ରାଜାର ନାରଦ ଅନୁଗ୍ରହ କରେ ବିଦ୍ୟା ରାଜାଙ୍କୁ କହିଲେ ନମସ୍ତେ ପ୍ରଭୁ ଭଗବାନ ବାସୁଦେବ ସର୍ବ କାରଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ବେନି ସମସ୍ତେ ସଂକର୍ଷଣ ପୁଣି ନମସ୍ତେ ସଂକର୍ଷଣ ପୁଣି ନମସ୍ତେ ଜ୍ଞାନର ଈଶ୍ୱର ପରମାନନ୍ଦ ମୂର୍ତ୍ତି ଯାର ନମସ୍ତେ ଶାନ୍ତ ଆତ୍ମା ରାମ ଅଭୟ ରୂପ ପୂର୍ଣ୍ଣ କାମ ସ୍ୱରୂପାନନ୍ଦ ଅନୁଭୂତି ତେଣୁ ନିରସ୍ତ ଉର୍ମି ଶକ୍ତି ଭୌର୍ଷି କେଶ ହେବେ ମତ ନମସ୍ତେ ମୂର୍ତ୍ତି ହେ ଅନନ୍ତ ମନ ବଚନ ଗୋଚର ମହିମା ନାମ ରୂପ ଯାର ନିର୍ମୟ ଯାହାର ଶରୀର ରଖନ୍ତୁ ସତ୍ୟ ସତ ପରମ୍ ଯାହାର ତମୁ ଏ ଜଗତ ହେଉଅଛ ଆତ ଜାତ ମୂର୍ତ୍ତିକା ଠାରୁ ନାନା ପାତ୍ର ଯେସ ନେଉଅଛି ଜାତ ସୃଷ୍ଟି ପ୍ରଳୟ ସ୍ଥିତି ଜଇଁ ସେ ବ୍ରହ୍ମେ ପ୍ରଣାମ କରଇ ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ ବୁଦ୍ଧି ଇନ୍ଦ୍ରିୟ ଆଦି ମନ ଯାହାକୁ ନ ଜାଣି ପ୍ରାଣ ବାହ୍ୟ ଅନ୍ତରେ ବ୍ୟାପ୍ତ ହୋଇ ଆକାଶ ପ୍ରାୟ ଯେ ଅଚଇ ତାହାଙ୍କୁ ମୋର ନମସ୍କାର ଯେ ପ୍ରଭୁ ଜଗତ ଠାକୁର ଅଶେଷ କ୍ଷେତ୍ରେ ଯା ବିହାର ଅଚ୍ୟୁତ ପରମ ଈଶ୍ୱର ଦେହ ଇନ୍ଦ୍ରିୟ ଗଣ ପ୍ରାଣ ବୁଦ୍ଧି ସହିତେ ଯେଉଁ ମନ ଯାହାର ଅଂଶରୁ ଏମାନ କର୍ମରେ କରନ୍ତି ଭ୍ରମଣ ଭଗବାନ ମହାପୁରୁଷ ମହାନୁଭାବ ଯା ପ୍ରକାଶ ମହାବିଭୂତିର ଈଶ୍ୱର ସକଳ ଭକ୍ତ ଜନକର କର କମଳ ଦଳେ କରି ସେବିତ ଚରଣ ଜାରି
ते परम ईश्वर जाଙ୍କୁ मोर नमस्कार। श्री शुकवाच भकत राजाଙ୍କୁ नार दे ये विद्या देले अप्रमादे अंगिरा सहिते राजन गले जे ब्रह्मार भुवन चित्रकेतु से विद्या घेनी जे मते कहिथिले मुनि भैला सप्तरात्र से पवित्र निराहार होई शपथ रात्रे अप्रमादे नारद विद्यार प्रसादे विद्याधर धीपगपण लभिला चित्रकेतुराण शुण राजन एक मने ए अनंतरे केते दिने विद्यारु करी शुद्धमती निश्चले लभिला नृपति अनंत देव देवेश्वर गला निकटे तांकर मृणाय पाय मृणाल प्राय तांक वर्ण नील पसन परिधान शोभित विकीट केऊर मेखला कंकण आवर प्रसन्न रुचिर वदन ऋण राजीव लोचन बेड़ी अछंती सिद्धेश्वर देखिला जाई नृपवर दर्शन पाई सकल पापु मुक्त होई अंतकरण शुद्ध हेला श्रुले लोचन पुरीला भक्ति रोमांच होइला आदि पुरुषଙ୍କୁ नमिला से चित्रकेतु हृष्ट होई नयन जले पाद धोई प्रेमी कुंठित कंठ होई स्तुति करि न पारोई हर से पूर्ण इंद्रियगण क्रमरे करि निवारण जगत गुरु गुरुवर जादव वंशर ठाकुर जाहांक पादे देई मन कहि मधुर वचन चित्रकेतु वाच तुई जे अर्जित स्वभावे भकत तो ते जिते भावे जणु तू अति करुण तेणु तू भक्तर अधीन निष्कामे जेणु से भजे भजंती तेणु तोर से जीणंती जे तोते करई भजन तार कामना करु पूर्ण अति दयालु रूप धर जगत विभव तोर अनादि तुई तोर तही उदय स्थिति अंत होई सृष्टिर कर्ता अछि जार बोलई अज्ञान जेउ नर परमाणु रूप हेउ महत तेज कुतुहु आद्यंत अंतराळे स्थित आद्यंत मध्य तु रहित हे देव प्राणी मानकर साक्षी रूप कुतुंबे दर गोविंद गोविंद पदुछि मकरंद क्षितियादिये पंचभूत यथिरे होइल निर्मित महत अंडकोश ताहार तोर तहि वास विषय जड़े मोहि होई जेनर देवंकु चिंतई तुम अर्चना कुन चिंते ग्रामर पशु जेजुकते भो प्रभु ताहार कल्याण केबे हिनु इति पूर्ण ज्ञानात्मामय तु अगुण सकामे जे तोर चरण पूजंती जन्म तांक नाही भजा भजा विजर प्राय होई तुमे भागवत धर्म कहिल पुरुष उत्तम निष्किंचन जे आत्मा राम एमंते जेउ मुनि जन क्षणी मंते सेहि धर्म करंती नित्य उपासन गोविंद 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 पदुगळुछि मकरंद विषम मतिटी जार ए धर्म जे जसे जनवार धर्म रे तुहि मुहि तोहर मोर भेद नाही किबा कुशल से लभंती स्वदेह परे से पीड़ंती शूद्र ही आत्म पीड़ा
पूर्ण पर पीडने अधर्म विहित धर्म भागवते न छाडे केवे परमार्थे स्थावर चर जीवंकरे अभिन्न भाव जेउ करे से नित्य पाद पद्म तोर सेवा करई निरन्तर पाषाण्ड वाषाण्ड बुद्धि जेउ नर ए पाद दुर्लभ तार ए पाद पल्लव सुधा सुधाम मङ्गल परम मङ्गल जे नाम से नाम सुमरण करी पापी संसार जान्ति तरी हे देव देव नारायण हे प्रभु अखिल कारण तरूप दर्शनी मुनि पवित्र होइली गोसाई नारद वचनर फळे तोते देखिली चर्म डोळे जगत आत्मा हि अनंत सकळ जाणु तू तदंत हे घोर संसार रे जन के तोते जाणु भगवान तुम्हे आदित्य देव प्राये नरटी खद्य तो पराये जगत उत्पत्ति पालन प्रलय हेतु नारायण परमहंस रूप तोही नमस्ते प्रभु अवग्राही जार श्वासको अनुसारी कंपित होए वसुंधरी प्राणी समूह आदि करी अवनी जेहु अच्छी धरी सहस्रमस्तक ईश्वर नमस्ते ब्रह्मांड ठाकुर गोविंद 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 पदुगळु छिमकरंद शिशुकवाच हेमस्त स्तुति तार सोणी अनंत प्रभु हळ पाणी जे चित्रकेतु विद्याधर तांकु बोलंती उत्तर शिव भगवान वाच शुणो राजन पुण्य देहा मोर भकत अनुग्रह नारद अंगिरा तोरे कहिले जेउ विद्या सारे तेणु सिद्ध होई राजन पाइलु मोर दर्शन तू सर्व प्राणी रे अशेष आत्मा भूत रे मोर वास परम ब्रह्म जाकु कही से मोर शरीर अटई जे आत्मा व्याप्त लोक ठारे लोक व्यापित जे आत्मा रे उभय व्याप्त होई मुई संसारे अछि देह वही सने निद्रा पाई न रे विषंकु देखंती से आत्मा रे निद्रा उपेक्षी पुनि से एक देश आत्मा देखोई उठी न ज्ञान पाई जेने सकल मिथ्या करी मने जेउ पुरुष ता देखाई ताहाकु चित्त मन देई যাহার বলে সুপ্ত হই সুখ বা স্বপ্ন জানই সে আত্মা নির্গুণ যে ব্রহ্ম সেইটি মুই বলি জান নিদ্রারে জাগ্রত রে পূর্ণ উভয়ে যাতা স্মরণ এ মোর ভিন্ন ভাব দুই মো বিনু অন্য কেহি নাই ভাব প্রাণী মানে চিন্তন্তি ভিন্ন করি মনে এণু এ অখিল সংসারে জন্ম মৃত্যু লভন্তি নরে মনুষ্য জন্ম আশ্রয় করি জ্ঞান বিজ্ঞানে দেহ ধরি আত্মাକୁ ନ ଜାଣେ ଯେ ନର କେବେ ହିଁ ସୁଖ ନାହିଁ ତାର ଚେଷ୍ଟା କର ଏଇ କାର୍ଯ୍ୟ ପାଇଁ ନାନା କ୍ଲେଶକୁ ଲଭେ ତହିଁ ସଂକଳ୍ପ ଛାଡ଼ି ଯିବ ଜୟୀ ମୋକ୍ଷର ଫଳକୁ ଲଭଇ ଦୁଃଖ ନିବୃତ୍ତି ସୁଖ ପାଇଁ ଦମ୍ପତି କର୍ମ ଆଚରଇ ସୁଖ ଦୁଃଖର ଭୋଗ ତହିଁ କେବେ ଲଭଇ ନ ଲଭଇ ହେମନ୍ତ ବିଚାର ଯେ ଜାଣି କର୍ମ କରଇ ଯେଉଁ ପ୍ରାଣୀ ସୂକ୍ଷ୍ମ ଆତ୍ମଗତି ତାଠାରେ विमुक्त होई से संसारे ज्ञान संपन्न होई नर भक्ति की लभई मोर जोग निपुण बुद्धि लोक जीव परम देखे श्रद्धारे जेबे तुरा जन घेनी मोर वचन ज्ञान संपन्न होई तुही शुद्ध होई विवेक होई शिशुको वाचन चित्रकेतुको आश्वासीन जगत गुरु भगवान
जे थिला से राजन प्रभु होइले अंतर्ध्यान बोलई विप्र जगन्नाथ चित्रकेतु राजा चरित इति श्रीमद्भागवते महापुराणे परमहंस संहितायां षष्ठ स्कन्धे चित्र हेतोः परमात्म दर्शन नाम षोडशाध्याय। जगन्नाथ महाप्रभु रामचंद्र भगवान जगत गुरु श्री कृष्णचंद्र भगवान प्रेम पुरुषोत्तम श्री चैतन्य महाप्रभु आज आमर ए दिव्य सत्संगर सभापति महोदय संपादिका महोदय विराजमान श्री परम ब्रह्म परमात्मा चरण कमल रे सेवकर साष्टांग प्रणिपात। षोडश अध्याय मृतापुत्र होते शुणी शोक छाड़ा नृपमणि नारद विद्या शेष तोषे राजा को देले षोडशे। आम गत पंचदश अध्याय देखिले जे आमर चित्रकेतु तांकर पुत्र नथिला एवं अंगिरांकर दयारो अंगिरा भी निजे दया करता कहना से यज्ञ कले से यज्ञ चरु आसला महाराणी को देले से गोटे पुत्र जन्म है जो पुत्र जन्म है तो एत गुड़े राणी अच्छा समस्ते प्रति ईर्षा भाव विष प्रयोग कर मारिदे से मरवा पर राजा राणी एवं राज्यवासी समस्त व्याकुलित हेले कहीं रजांकर पुत्र नथिला रजांकर आगामी वंशधर आवश्यक थिला समस्त को समस्त खुशी होते से खुशी समस्त को दुख दे से पुत्र चलीगला वर्तमान आसीगले बोध करने अंगिरा अंगिरा सहित नारद महाराजा महर्षि भी आसुँच गत थर से बुझेले से बुझेले से बुझीबार किसी असुविधा रहीगला अंगिरा कहले मु तुमको तो एक कोटा देइथिली आ दुनिया रे से समस्त कथा बुझेइचंती तमे होच ब्राह्मण्य और विष्णुकर भक्त तथा तुम शोक करुच भगवान गीतार कहते असोचानुशोचस्तु प्रज्ञा बाधांश भाष्ये गतासुन गतासुच नानु शोचती पंडिता एक समस्त जीवा आसवा लगी आम जे केते थर आसलुनी केते थर गलुनी तार हिसाब ना कोटि कोटि थर आम जन्म जो 80 लाख मनुष्यतर जो आम जन्म लाभ कर भितर एवं 4 लाख मनुष्य जन्म 84 लाख शेष पाखक आम पलि आसले आपण मैंने भावतु आम बहुत दूर रे अच्छु मुक्तिर आम 84 लाख शेष आड़ को आसीगलुनी एवं आ भितर गोटे पदटे अच्छी आम केते थर जे स्वर्ग को जाइचु देवता ही मत जन्म होइचु तार उदाहरण हूँ आम यही सब जो आध्यात्मिक कार्य धर्म काम लिप्त रोचु एक कथा से कहे एणु आम यही भागवत को धरीचु जे श्रवण मात्र मुक्ति प्रदान करे ये हूँ श्रवण ग्रंथ सेठी सुख कहते अनंतर हे राजन मलाजे नृपति नंदन नारद मुनि राय बोलते जीव शुणत ये देखाए केमते सौधरे पड़े सोचती जे भूमि रे ताकू से जीव को से आह्वान कले जो जीव शरीर छाड़ी चली जाइथिला से बालकर जीव प्राण चली जाइथिला बोले कहचे से जीव सांगे बहुत जिनस से सांगे नहीं जाए जीव गला बेले आम देह थी सूक्ष्म शरीर कारण शरीर एवं जिते सब कर्माशय थाए ताकू निए एवं पंच प्राण को सांगे निए एवं आमर सूक्ष्म शरीर सहित जो पंचभूतर सूक्ष्म अंश को सांगे निए एवं पंच कर्मेन्द्रिय ज्ञानेन्द्रिय ये सबूर सूक्ष्म अंश को नहीं से जीवात्मा गठन करे आत्मा सहित आत्मा एमान सहित तादात्म्य करे सूक्ष्म शरीर कारण शरीर एवं ये स्थूल शरीर सहित बंची थी स्थूल शरीर जाए नहीं स्थूल शरीर सूक्ष्म अंश से नहीं से जाए जीवात्मा गठन करे एवं अन्य गोटे शरीर पाइबा पर्यंत जीवात्मा से भली बुलू थाए
ଏଠି ସେ ଜୀବକୁ ସେ ଆହ୍ୱାନ କଲେ। ଜୀବକୁ ଆହ୍ୱାନ କରିବା ପରେ ନାରଦ କହୁଛନ୍ତି, ହେ ଜୀବ ଦେଖ ତୋର ମାତା, ଶୋକେ ମୋହିତ ତୋର ପିତା, ବନ୍ଧୁ ବାନ୍ଧବ ଯେ ତୋହର, ଶୋକ ମୋହରେ ଗୁରୁତର, ଆପଣେ କଳେବର ପଶ ଆପଣା କଳେବରେ ପଶ, ଶେଷ ତ ଯେତେକ ଆୟୁଷ, ସୁହୃଦ ଗଣେ ବୃତ ହୋଇ, ନାନା ଭୋଗକୁ ଭିଞ୍ଜ ତୁହି, ଗୋପ ଆସନେ ବିଜେ କର, ପିତାର ଶୋକ ଦୂର କର। ତାକୁ ଆହ୍ୱାନ କରୁଛନ୍ତି, ରେ ଯିବ ତୁ ଆସେ, ତୋର ଏଇ ଯେଉଁ ଶରୀରଟା ପଡ଼ିଛି ଏଠି, ଶରୀର ସଂସ୍କାର ହେଇନାହିଁ, ସେ ଶରୀର ଭିତରେ ପଶ ଏବଂ ତୋର ଯେତେ ଆୟୁଷ ଅଛି ତାକୁ ଭୋଗ କରି ରଜା ହେଇକି ରହ। ମାନେ ମୃତ ଶରୀର ଭିତରେ ପଶିବା ଆମର ଇଏ ଗୋଟେ ବିଦ୍ୟା। ଆମର ଏଠି ସନାତନ ଧର୍ମ ଭିତରେ ଯାହାକୁ ଆମର ଶଙ୍କରାଚାର୍ଯ୍ୟ ଭଲ ଭାବେ ବ୍ୟବହାର କରିଥିଲେ। ସେ ଯେତେବେଳେ ପରୀକ୍ଷା ଦେବାକୁ ବାହାରେ ଥିଲେ, ସମସ୍ତଙ୍କୁ ପରୀକ୍ଷା କରନ୍ତି, ପରୀକ୍ଷାରେ ଯେଉଁମାନେ ଜିଣନ୍ତି ତାଙ୍କୁ ନିଜ ଧର୍ମରେ ଦୀକ୍ଷିତ କରନ୍ତି। ଏବଂ ଗୋଟିଏ ଜାଗାରେ ସେ ଯେଉଁ ଭାରତୀ ମିଶ୍ର ତାଙ୍କର ପତ୍ନୀଙ୍କ ସହିତ, ଭାରତୀ ମିଶ୍ର ହାରିଗଲେ, କିନ୍ତୁ ପତ୍ନୀ କହିଲେ ମୋଠୁ ତମେ ହାରିନାହ, ମୋଠୁ ହାରିବା ପରେ ଆମେ ଦୁଇ ଜଣ ଯାକ ତୁମର ଶିଷ୍ୟ ହେବୁ। ସେଇଠୁ ସେ ତାଙ୍କୁ ବିଭିନ୍ନ ପ୍ରକାର କାମଶାସ୍ତ୍ର ପ୍ରଶ୍ନ ପଚାରିଲେ। ସେ ତ ପିଲାଦିନୁ ସନ୍ନ୍ୟାସୀ, ସେ ତ ଜାଣିନଥିଲେ। ଏଣୁ ସେ କହିଲେ ମୋତେ ସମୟ ଦିଅ। ଗଲେ ଗୋଟେ ରଜାର ଦେହରେ ପ୍ରବେଶ କଲେ, ମୃତ ରଜାର ଦେହରେ ପ୍ରବେଶ କଲେ, ସେଠି କାମକଳା ସବୁ ଶିଖିଲେ, ଶିକ୍ଷା ତାଙ୍କୁ ଉତ୍ତର ଦେଇଥିଲେ। ଏବଂ ସେଇଭଳି ଜୀବକୁ ଆହ୍ୱାନ କରି ସେ ଶରୀର ଭିତରେ ପ୍ରବେଶ କରିବା ପାଇଁ ସେ କହିଲେ। କିନ୍ତୁ ଜୀବ କହିଲା, ମୁଁ ଆଉ ଶରୀର ଭିତରେ ପ୍ରବେଶ କରି ମୁଁ ତାର ଉତ୍ତର ସବୁ ଦେବି ବୋଲି ସେ କହୁଛି। ଜୀବ କହୁଛି, କେଉଁ ଜନ୍ମରେ ମୋହର ହୋଇଛନ୍ତି ମାତା ପିଅର, ଦେବତା ମନୁଷ୍ୟ ପଶୁରେ ମୁହିଁ ଭ୍ରମଇ ମୋ କର୍ମରେ। ମନୁଷ୍ୟ ତାର କର୍ମ ଅନୁସାରେ ସେ କେତେବେଳେ ଦେବତା ହେଉଛି, କେତେବେଳେ ମନୁଷ୍ୟ ହେଉଛି, କେତେବେଳେ ପଶୁ ହେଉଛି, କେତେବେଳେ ବୃକ୍ଷଲତା ହେଉଛି, ଏଭଳି ବିଭିନ୍ନ ଏସବୁ ଯୋନିରେ ସେ ଭ୍ରମଣ କରେ। ଏବଂ ଦେବତା ମଧ୍ୟ ସେ ଜନ୍ମ ହେଇଥାଏ, ଦେବତା ପରେ ବି ସେ ମନୁଷ୍ୟ ହେଇଥାଏ। ଏବଂ ଆମେ ଯେଉଁ ଦେଖୁଛେ ଆମ ଭିତରେ ଯେତେ ସବୁ ଅଛନ୍ତି ମହାତ୍ମା ମାନେ, ସେମାନେ ପୂର୍ବଜନ୍ମରେ ବୋଧେ ଦେବତା ଥିଲେ ଏବଂ ସେଇଥିପାଇଁ ଆମକୁ ଅତି ସୁନ୍ଦର ଭାବରେ এই ଭଗବତ କଥା କହିପାରୁଛନ୍ତି ଏବଂ ଉପଦେଶ ଦେଇପାରୁଛନ୍ତି। ଏସବୁ ଗୁଡ଼ାକରୁ ଆମେ ଜାଣୁଛେ ସେମାନେ ନିଶ୍ଚିତ ପୂର୍ବଜନ୍ମରେ ଜଣେ ମହାତ୍ମା ଥିଲେ କିମ୍ବା ଦେବତା ଥିଲେ। ଏବଂ ଆମେ ମଧ୍ୟ କେବେ ଦେବତା ହେଇଥିବା, ନହେଲେ ଆମେ ସ୍ୱର୍ଗ ପ୍ରାପ୍ତି ପାଇଁ ଯଦି ଆମକୁ କୁହାଯିବ, ଆମେ ସ୍ୱର୍ଗ ପ୍ରାପ୍ତି ଇଚ୍ଛା ନକରି ଆମେ ଚାହୁଁଛୁ ଯେ ବୈକୁଣ୍ଠ ଧାମକୁ ଯିବାକୁ, ଭଗବାନଙ୍କ ପାଖକୁ ଯିବା ପାଇଁ। ଯୋଉଠୁ ଗଲେ ଜନ୍ମଲବ୍ଧା ଚାପର ଲାଭ ମନ୍ୟତେ ନାଧିକ ତତ୍ତ୍ୱ ଜଙ୍ଗତ୍ୱାନ ନିବର୍ତ୍ତନ୍ତେ ତଦ୍ଧାମ ପରମ, ଭଗବାନ କହିଛନ୍ତି ଗୀତାର ବିଭିନ୍ନ ସ୍ତରରେ। ସେଇଠିକି ଆମେ ଯିବାକୁ ଇଚ୍ଛା କରୁ। କାହିଁକି ଦେବତା ହେଲେ ସ୍ୱର୍ଗକୁ ଗଲେ ପୁଣ୍ୟ କ୍ଷୀଣେ ମର୍ତ୍ତ୍ୟ ଲୋକେ ବିଶନ୍ତି, ପୁଣ୍ୟ ସରିଗଲେ ଆଉ ଥରେ ମର୍ତ୍ତ୍ୟରେ ଜନ୍ମ ହେବେ ଏବଂ ବାରମ୍ବାର ଯିବା ଆସିବା ଲାଗିଥିବ। ସେଇ କଥା ସେ ଏଠି କହୁଛନ୍ତି, ମୁଁ ଦେବତା ମନୁଷ୍ୟ ପଶୁରେ ମୁଁ ଭ୍ରମୁଛି ମୋର କର୍ମ ଅନୁସାରେ। କର୍ମ ଅନୁସାରେ ମନୁଷ୍ୟ ତାର ଫଳ ପାଉଛି। ଏଣୁ ଆଗାମୀ କର୍ମ, ଆଗାମୀ ଜନ୍ମ ଆମର କିପରି ହେବ, ଆମେ ଏଇ ଜନ୍ମରେ ହିଁ ଜାଣିପାରିବା ଯେ ମୁଁ ଯେତେ ଭଲ କାମ କରିଛି ମୁଁ ନିଶ୍ଚିତ ଭାବରେ ଭଲ ଘରେ ଜନ୍ମ ହେବି କିମ୍ବା ମୁଁ ମୁକ୍ତି ପାଇଯିବି। ଏଠି କହିଲେ ଗୋଟେ ବାନ୍ଧବ ମଜ୍ଞାନ୍ତି ମିତ୍ର ଅରି ଉଦାସୀନ ବା ଦ୍ୱେଷକାରୀ, ଏ ସର୍ବେ ପରସ୍ପରରେ ଥାନ୍ତି କେବେ ବା ହୁଅନ୍ତି ନୁହନ୍ତି। ବଡ଼ ସୁନ୍ଦର କଥା, କେବେ ବା ହୁଅନ୍ତି ନୁହନ୍ତି। ଯେମିତି ଗୋଟେ ବନ୍ୟା ଆସିଥିବ, ଦିଟା କାଠ ବନ୍ୟାରେ ଭାସି ଭାସି ଯାଉଥିବେ, କେତେବେଳେ ସେ ପାଣି ନେଇ ତାଙ୍କୁ ଦୁଇ ଜଣଙ୍କୁ ମିଶେଇ ଦେଇଥିବ, ଆଉ ଥରେ କେତେବେଳେ ସ୍ରୋ ଆସିଲା ସେ ଦୁଇ ଜଣ ଆହୁରି ଅଲଗା ହେଇକି ଯୁଆଡ଼େ ସିଆଡ଼େ ପଳେଇଥିବେ। ମାନେ ଏଇଟା ଖୁବ୍ କମ୍ ସମୟ ପାଇଁ ଆମେ ସମସ୍ତେ କେତେବେଳେ ମିଶୁଛେ, କେତେବେଳେ ଅଲଗା ହେଇଯାଉଛେ। ସେଭଳି ଦେଖନ୍ତୁ ଆମର ମଧ୍ୟ ଆମେ କିଛି ଦିନ ହେଲା, ମୁଁ ଅଳ୍ପ ଦିନ ହେଲା ଆପଣଙ୍କ ସାଙ୍ଗରେ ମିଶିଛି ଏବଂ ଆପଣମାନେ ବହୁତ ଦିନ ହେଲା ମିଶିଛନ୍ତି। କେତେବେଳେ ଆଉ ଥରେ ଯାହାର ସମୟ ଆସିବ ଆମେ ସବୁ ଚାଲିଯିବା। ସେ କହନ୍ତି କେତେବେଳେ ହୁଅନ୍ତି କେତେବେଳେ ନୁହନ୍ତି। ପରସ୍ପର କେତେବେଳେ ବନ୍ଧୁବାନ୍ଧବ ହେଇକି ରହନ୍ତି, କେତେବେଳେ ଚାଲିଯାଆନ୍ତି। ବସ୍ରେ ଗଲାବେଳେ କିମ୍ବା ଟ୍ରେନ୍ରେ ଗଲାବେଳେ ବହୁତ ସମୟ ରହିଗଲେ ଆମେ ସାଙ୍ଗ ହେଇଯାଉ। ଏତେ କ୍ଲୋଜ୍ ହେଇଯାଉ ଯେ ଗଲାବେଳକୁ ଛାଡ଼ିଲା ବେଳେ ଦୁଃଖ ଲାଗେ। ଏବଂ ସେଇ କ୍ଲୋଜ୍ ବନ୍ଧୁ ରହନ୍ତି ନାହିଁ, ଯାହାର ଟିକେଟ୍ ସରିଲା ସେ ଓହ୍ଲେଇକି ଚାଲିଯାଆନ୍ତି। ସେମିତି ହେଉଛି ସଂସାରର କଥା। ଆଉ କ୍ରୟ ବିକ୍ରୟକାର ବ୍ୟବହାରେ ଭ୍ରମନ୍ତି ନାନା ଲୋକଠାରେ, ହେମାଦି ପଣ୍ୟ ଦ୍ରବ୍ୟ ଜନେ ଜନିରେ ଜୀବଟି ଶେଷନେ। ଏଇଠି ଗୋଟେ ପଦଟେ ଅଛି ଯେ ସୁନା ଥିବ, ସୁନାରେ ଆମେ ଭିନ୍ନ ଭିନ୍ନ ପ୍ରକାର ଅଳଙ୍କାର ଗଢ଼ିବା। ସେ ଅଳଙ୍କାର ସବୁ ଭିନ୍ନ ଭିନ୍ନ ଦେଖିବା ପାଇଁ, କିନ୍ତୁ ତାର ମୂଳଟା ହେଉଛି ସୁନା। ତାକୁ ଯଦି ଭାଙ୍ଗି ଦେଇ ଆଉ ତଳାଇ ଦେବା, ସେ ସୁନାକୁ ପଳେଇ ଆସିବ। ସେମିତି ବେପାର କଲାବେଳେ କିଏ କେଉଁ ବେପାର ଜୋନିରେ ଜୀବଟି ସେମିତି
किए को मातृगर्भ जन्म होचे आम सब सांगसाथी मिलुचे बंधु बांधव होचे जी जा बाटे सब चल जाऊ सेठ कहले सत्य जे संबंध लोकरे असत्य होई से व्यवहार देखो ये केड़े सुंदर गोटे कथा कहते आमको सत्य भाया लगुच किंतु वास्तव में सेटा असत्य हाँ से बापा माँ बंधु बांधव भाई सांग साथी ये सब गुड़ाक आमको सत्य भाई लगुच कि से असत्य ये सब जावत देहे अहंकार तावत तही अधिकार देह छाड़े जीव नित्य आउ देहरे ना सत्व अहंकार कले भी आम शरीर उपर अधिकार करुचे जो मु मोर होते आम शरीरटा को मु बोली कहचे मोर बोली कहचे शरीर सब संपत्ति बोली कहचे किंतु शरीर छाड़ी चलीगले किए कहार ना काली आउपर आलोचना होता बड़ सुंदर भाव में जमती अभिमन्यु मरवा पर अर्जुन को शोक बंद है ताकू भगवान नहीं स्वर्ग में देखले गंधर्वटा ये हूँ अभिमन्यु सी गले मोर पुओ बोली कुटियापी सी गले कहार पुओ किए से मु अभिमन्यु पाठ करुली मु अभिमन्यु होती तुम पितार रोल करूल से अभिनय ये सबुड़ाक अभिनय जे कहीं रही ना रे ना टी भव रंग भूमि तले सर्वे निज निज अभिनय सारी बाहुड़े काल बेले मोर अभिनय सरला मुझे आसीगली तुम अभिनय बाकी अच्छे तुम रहीच आ मुझे तुम पुओ हेली तुम कि बापा हल किए कार पुओ नुहे किए कार बापा नुहे अभिमन्यु कहवापर अर्जुन बुद्धि आसला भगवान सांगे तौक पड़े आस मतलब को आस सेमती ये से अति सुंदर भाव में कहते संबंध जावत जार तावत ममता ताहार जावत देहे अहंकार तावत तही अधिकार माने ममता रहिले संबंध रोचे ममता तुटे देले आउ संबंध किसी रोना आप केते बंधु बांधव सांग साथी एमती होती जिते कौन कारण जो अपड़ हो विमना हो झगड़ा करेंगे आउ सी साथी ना आपण साथी छाड़देवे से बंधु बांधव तो क्या रही जाऊँ कौन कारण झगड़ा हेले आमर ये जो निमंत्रण गुआ इत्यादि थो सब बंद हो जाऊँ जहाँ बाटे सी जाऊँच आउ किए बंधु बांधव होना से मनटा है मूल जिनस से कहते अहंकार थिबारु ये अधिकार थिबारु आम ये सब गुड़ाक आमको लगुच नित्य बोली किंतु देह छाड़िले जीव नित्य ये गोटे पदटे कहते ये एत सुंदर जिनस गुड़ा कहते देह छाड़िले जीव नित्य आमर जो साधना चतुष्टय चारिटी पद आमको शिखा गोटा विवेक वैराग्य सत्संपद मुमुक्षुत्व विवेक वैराग्य सत्संपद मुमुक्षुत्व चारिटा पद आम साधना चतुष्ट पढ़िले ही आम ब्रह्म जिज्ञासा करिवार अधिकार अच्छे ब्रह्मसूत्र प्रथम लिखिले अथा तो ब्रह्म जिज्ञासा अथा अत माने या पर ब्रह्म जिज्ञासा क्या पर तो साधना चतुष्टय करने पर साधना करने पर ही तुम ब्रह्म कथा पचारि पार से कहले से विवेक विवेकटा कौन ना नित्य वस्तु विचार से होती विवेक नित्य कोटा ना ब्रह्म ही नित्य तीन काल जे सत्य सी ही नित्य आम आखि आगे जिते दृश्यमान पदार्थ पड़ुचे ए सब गुड़ाक अनित्य से जो जीव जो शरीर छाड़ा शरीर अनित्य जो जीव नित्य से कहे शरीर छाड़े से नित्य हो जाए देह छाड़े जीव नित्य क्या देह छाड़े ता भर जो आत्मा रही था आत्मा हूँ नित्य आत्मा हूँ मुख्य एवं आमर आ जो सब अहंकार ये सब गुड़ाक थी कर्मर फल थी से सब मिशंता से जीवात्मा गठन करती कि जदि जीव जीवात्मा आउ कि ना केवल जीव बोले सी हूँ नित्य माने आत्मा हूँ नित्य देह छाड़े जीव नित्य आउ देहरे कहीं सत्व ताला परमात्मा जो अंश विशेष आत्मा थिले सी जो देह छाड़ीदेला आउ देहरे कौन अच्छे कि ना ताको फोपाड़ी दबा ना पोती दबा कि पोड़ी दबा कि जल मटी पानी बसई दबा विभिन्न प्रकार तक आम खाली त्याग कर चिंता करवा देह को आम रखिपार ना से कहले देह छाड़े जीव नित्य आउ देहरे कहीं सत्व ए जीव नित्य जे अव्यय देखो आहरी गोटे पत्र आसला ए जीव नित्य अव्यय जीव केवे जोटा कि आम देह ता भीतर जी अच्छी देही आम हूँ
ଶରୀର ଏଇଟା ହେଉଛି ଶରୀର ଏବଂ ତା ଭିତରେ ଆମେ ହେଉଛୁ ଆତ୍ମା ବିଶୁଦ୍ଧ ଆତ୍ମା ବୋଲି ସବୁବେଳେ ମନେକ ରଖିବି ମୁଁ ହେଉଛି ବିଶୁଦ୍ଧ ଆତ୍ମା ବିଶୁଦ୍ଧ ଆତ୍ମା ବିଶୁଦ୍ଧ ଆତ୍ମା ଏବଂ ସେତେବେଳେ ମୋର ଆତ୍ମଭାବ ଆସିଗଲା ପରେ ମୁଁ ଆଉ ଆତ୍ମା ନୁହେଁ ମୁଁ ହେଉଛି ପରମାତ୍ମା ଅହଂ ବ୍ରହ୍ମାସ୍ମି ମୁଁ ହେଉଛି ବ୍ରହ୍ମ ସେଇ ବ୍ରହ୍ମଙ୍କର ଅଂଶ ବିଶେଷ ମୁଁ ବୋଲି ଆଗ ତ କହୁଥିଲେ ମମେବାଂଶ ଜୀବ ଲୋକେ ଜୀବଭୂତ ସନାତନ ଭଗବାନ ତ କହିଛନ୍ତି ମୋର ଏଗୁଡ଼ା ସବୁ ଅଂଶ ବିଶେଷ କିନ୍ତୁ ଆମେ ଅଂଶ ନୁହେଁ ଆମେ ଅଂଶୀର ଏକ ଅଂଶ ବୋଲି ଭଗବାନ ତ କହିଲେ ଆମେ ହଉ ତା ସହିତ ସମାନ ଯେତେବେଳେ ମୁଁ ଆସିଲା ବିଶୁଦ୍ଧ ଆତ୍ମା ବୋଲି ମୋ ମନରେ ଆସିଗଲା ଆତ୍ମଦର୍ଶନ ମୁଁ କରିଦେଲି ଆତ୍ମ ଅନୁଭବ ହେଇଗଲା ତାପରେ ମୁଁ କହିଲି ଆରେ ଏ ଆତ୍ମା ତ ଅଲଗା ରହିପାରିବ ନାହିଁ ସେ ହେଉଛି ବ୍ରହ୍ମଙ୍କର ଅଂଶ ବିଶେଷ ଆଉ ମୁଁ ଏକା ହେଉଛି ସେଇ ବ୍ରହ୍ମ ଅହଂ ବ୍ରହ୍ମାସ୍ମି ସେଇ ଭଗବାନ ଆଉ ମୋ ଭିତରେ କିଛି ଭିନ୍ନ ନାହିଁ ସେଇ ବ୍ରହ୍ମ ଆଉ ମୁଁ ଆତ୍ମା ମୁଁ ଅଂଶ ନୁହେଁ ତାଙ୍କର ପୂର୍ଣ୍ଣ ଆଉ ମୁଁ ହେଉଛି ସେଇ ପୂର୍ଣ୍ଣ ଯେମିତି ସମୁଦ୍ର ଭିତରେ ଗୋଟେ ଲହଡ଼ା ଉଠିଲା ବେଳେ ଆମେ ଦେଖିଲା ଲହଡ଼ିଟା ଆସିଲା ସେ ମିଶିଲା କୋଉଠି ସେଇ ସମୁଦ୍ର ପାଣିରେ ଏକା ମିଶିଗଲା ସମୁଦ୍ର ପାଣି ଠାରୁ ଲହଡ଼ା ଅଲଗା ନୁହେଁ ଆମର ଯେଉଁ ଉର୍ମିମାଳା ସବୁ ବାହାରୁଛି ଆସୁଛି ଆସ୍ତେ ଆସ୍ତେ ସେମାନେ ସବୁ ତାଙ୍କର ଶେଷ ସମୟରେ ସେଇଠି ଏକା ମିଶନ୍ତି ଏବଂ ସିଏ ସମୁଦ୍ର ହେଇଗଲା ଗଙ୍ଗା ଆସିଲେ ଗଙ୍ଗା ନଦୀ ଆସିଲେ ସମୁଦ୍ରରେ ରହିଲେ ମିଶିଲେ ସେ ଆଉ ଗଙ୍ଗା ହେଇ ରହିଲେ ନାହିଁ ସେ ସମୁଦ୍ର ହେଇଗଲେ ସେମିତି ଆମେ ଯେତେବେଳେ ଏଇ ଶରୀର ତ୍ୟାଗ କରୁ ଶରୀର ପ୍ରତି ଯଦି ଆମର ମମତା ରହିଲା ନାହିଁ ଦେହାଧ୍ୟାସ ରହିଲା ନାହିଁ ଏହି ସମ୍ପତ୍ତି ବିଷୟ ପ୍ରତି ଆମର ମମତା ରହିଲା ନାହିଁ ଅହଂଭାବ ରହିଲା ନାହିଁ ତାକୁ ଯଦି ଆମେ ଆସକ୍ତି ଶୂନ୍ୟ ହେଇଗଲେ କାମନା ଶୂନ୍ୟ ହେଇଗଲେ ଯଦା ପ୍ରଜାହାତି ଯଦା କାମନ୍ ସର୍ବାନ୍ ପ୍ରାର୍ଥ ମନୋଗତାନ୍ ଆତ୍ମନେ ଆତ୍ମନୁଷ୍ଠ ସ୍ଥିତ ପ୍ରଜ୍ଞ ତତ୍ତ୍ୱତେ ମୋର କୌଣସି କାମନା ନାହିଁ ବାସନା ନାହିଁ କ'ଣ ଅଛି ନା ମୁଁ ଯେମିତି ଅଛି ଖୁସିରେ ଅଛି ଆନନ୍ଦରେ ଅଛି ମୁଁ ସେଇ ଆତ୍ମା ମୁଁ ସେ ଶରୀର ନୁହେଁ ଏ ଯେଉଁ ସବୁ ଆସିଛନ୍ତି ବନ୍ଧୁବାନ୍ଧବ ଦେଖାଯାଉଛନ୍ତି ସେମାନେ ସବୁ ଏବେ ସବୁ ମିଶିଛୁ ଆମେ ଏ ଟ୍ରେନ୍ ଭିତରେ ସମସ୍ତେ ଟିକଟ କରି ଆସିଛନ୍ତି ଗୋଟିଏ ମାର୍ଗରେ ଯିବା ପାଇଁ ସେତେବେଳେ ଆମେ ସମସ୍ତେ ସବୁ ମିଶିଛୁ ଏଠି ଯାହାର ଟିକେଟ୍ ସରିବ ସିଏ ଚାଲିଯିବ ଏ ଯେତେ ସବୁ ମୋ ପାଖରେ ଅଛି କିଏ କେତେବେଳେ ଛାଡ଼ିକିରି ମୋତେ ପଳେଇବ କିମ୍ବା ମୁଁ ସମସ୍ତଙ୍କୁ ଛାଡ଼ିକି ପଳେଇବି ଏଇଟା ହେଉଛି ସତ୍ୟ ସେମିତି ଆପଣ କାହିଁ କହୁଛନ୍ତି ଏମାନଙ୍କର ବନ୍ଧୁବାନ୍ଧବ ପୁଅ ମା ବାପା ବୋଲି ସେ କଥା ସେ କହିଲେ ଦେହ ଛାଡ଼ିଲେ ଜୀବ ନିତ୍ୟ ଆଉ ଦେହରେ କାହିଁ ସତ୍ୟ ଏ ଜୀବ ନିତ୍ୟ ଯେ ଅବ୍ୟୟ ଏ ଜୀବ ହେଉଛି ସେ ଆତ୍ମା ହେଉଛି ବିଶୁଦ୍ଧ ଆତ୍ମା ଏବଂ ବିଶୁଦ୍ଧ ଆତ୍ମା ହେଉଛି ଅବ୍ୟୟ ଏବଂ ବିଶୁଦ୍ଧ ଆତ୍ମା ହେଉଛି ନିତ୍ୟ ସେ ହେଉଛି ଶୁଦ୍ଧ ସେ ଅଜର ଅମର ତାର ମରଣ ନାହିଁ ତାର ଜନ୍ମ ନାହିଁ ସେ କେବେ ଏଇ ଯେଉଁ ଷଡ଼ ଉର୍ମୀ ମନୁଷ୍ୟ ଯେମିତି ଜନ୍ମ ହେବ ବଢ଼ିବ ମରିବ ଏସବୁ ଗୁଡ଼ାକ ଅଛି ତାର ସେ କିଛି ନାହିଁ କେବଳ ଶରୀର ଏସବୁ ଅଛି ସେଥିପାଇଁ ସେ ଜୀବ ହେଉଛି ନିତ୍ୟ ଏବଂ ଅବ୍ୟୟ ଏବଂ ସେ ସୂକ୍ଷ୍ମ ସ୍ୱରୂପ ଦେଖାଯାଏ ନାହିଁ ତାକୁ ଆମେ କେବେ ଦେଖିପାରୁନାହୁଁ ଖାଲି ଯେଉଁମାନେ ଧ୍ୟାନସ୍ଥ ମୁନି ଋଷିମାନେ ଯେଉଁମାନେ ଜ୍ଞାନୀ ଯେଉଁମାନେ ତ୍ୟାଗୀ ଯେଉଁମାନେ ବସିଯାଆନ୍ତି ବର୍ଷ ବର୍ଷ ଧରି ଧ୍ୟାନରେ କିମ୍ବା ଯେଉଁମାନେ ଅତି ସମୟରେ ଆମର ଯେଉଁ ଧ୍ୟାନ ଉପରେ ଆଲୋଚନା ବେଶ କରିବାନି ଧ୍ୟାନ ନାମର ଅନ୍ତତଃ ଗୋଟେ ଅଧଘଣ୍ଟାଏ ଯଦି ଆମେ ଧ୍ୟାନରେ ବସିଲେ ସମାଧି ହେଇଯିବ ଏବଂ ସମାଧି ଅବସ୍ଥାରେ ଆମେ ଭଗବାନଙ୍କର ଅନୁଭବ କରିପାରିବା ସେଠି ଆତ୍ମା ପରମାତ୍ମା ଏକ ତାର ଆଉ ଅଲଗା ସ୍ଥିତି ଆସିବ ନାହିଁ ସୂକ୍ଷ୍ମ ସ୍ୱରୂପ ସର୍ବାଶୟ ସେ ହେଉଛନ୍ତି ସର୍ବାଶୟ ସେ ସର୍ବଶକ୍ତିମାନ ସର୍ବଜ୍ଞ ଏବଂ ସର୍ବତ୍ର ବିରାଜମାନ omnipotent omniscient and omnipresent ସର୍ବତ୍ର ସମଭାବରେ ଅବସ୍ଥିତ ଈଶାବାସ ବିଦଂ ସର୍ବଂ ଯତ୍କିଞ୍ଚ ଜଗତ୍ୟା ଜଗତ ସେ ଈଶା ବାସ୍ୟ ସବୁଠେ ସବୁ ସ୍ଥାନରେ ଅଛନ୍ତି ଟିକିଏ ଖାଲି ନାହିଁ ଯତ୍କିଞ୍ଚ ଜଗତ୍ୟା ଜଗତ କିଞ୍ଚିତ ମାତ୍ର ଖାଲି ନାହିଁ ସବୁ ସ୍ଥାନରେ ସେ ଅଛନ୍ତି ଏବଂ ବ୍ରହ୍ମ ବ୍ୟାପକ ସର୍ବତ୍ର ସମାନା ପ୍ରେମତେ ପ୍ରକଟ ହୋଇ ଜାନା ସେଠି କହିଲେ ହରି ବ୍ୟାପକ ସର୍ବତ୍ର ସମାନା ପ୍ରେମତେ ପ୍ରକଟ ହୋଇ ଜାନା ହରି ସବୁଠି ଅଛନ୍ତି କେମିତି ଆସନ୍ତି ସେ ପ୍ରେମରେ ଭକ୍ତର ପ୍ରେମରେ ସେ ତାକୁ ଟାଣି ଆଣିପାରେ ପ୍ରେମରେ ହିଁ ଭଗବାନଙ୍କୁ ଭକ୍ତ ବାନ୍ଧିପାରେ ଏଣୁ ସେ କହିଲେ ସର୍ବତ୍ର ବିରାଜମାନ ସର୍ବାଶୟ
ଯେମିତି କହିଲେ ଈଶାବାସ୍ୟ, ଈଶ ସବୁଥିରେ ଆବାସ କରିଛନ୍ତି, ସବୁଥିରେ ଆଶ୍ରୟ ଅଛନ୍ତି। ପ୍ରତ୍ୟେକ ଜିନିଷରେ କୌଣସି ଜିନିଷ ଖାଲି ନାହିଁ। ଯୋଉ ଗ୍ରନ୍ଥ ଆମେ ପାଠ କରୁଛେ ଏଠି ଆ ଉପରେ ମଧ୍ୟ ଭଗବାନ ଅଛନ୍ତି। ଯୋଉ ଚେୟାର ଉପରେ ଆମେ ବସିଛୁ ସେଇଠି ମଧ୍ୟ ଭଗବାନ ଅଛନ୍ତି। ହଁ, ଯେ ବ୍ରହ୍ମ ସବୁ ଜଗତ ଯାକ ସବୁ ବ୍ରହ୍ମ। ଈଶାବାସ୍ୟଂ ଇଦଂ ସର୍ବଂ, ସର୍ବ ହଉଛନ୍ତି ସେଇ ଭଗବାନ। ସେ କଥା ସେ କହିଲେ ଯେ ସୂକ୍ଷ୍ମ ସ୍ୱରୂପ ସର୍ବାଶୟ ଏବଂ ଅୟଂ ଆତ୍ମମାୟା ଗୁଣରୁ କରି ଆତ୍ମାର ସୃଷ୍ଟିକି ଆଚରି। ସେ ଆତ୍ମା ମାୟା, ଭଗବାନ କହିଛନ୍ତି ମୁଁ ନିଜକୁ ସୃଷ୍ଟି କରେ ମୋ ମାୟା ଦ୍ୱାରା। ମମ ମାୟା ଦୁରିତେୟା, ମୋର ମାୟା କିଏ ଜାଣିପାରୁ ନାହିଁ। ଏବଂ ମୁଁ ମଧ୍ୟ ମାୟା ଦ୍ୱାରା ଆବୃତ ହେଇ ମାୟା ଦ୍ୱାରା ମୁଁ ନିଜକୁ ସୃଷ୍ଟି କରେ। ମାୟାକୁ ନିଜ ଅଧୀନ କରି ସେ ହେଉଛନ୍ତି ମାୟାପତି, କିନ୍ତୁ ଆମେ ହେଉଛୁ ମାୟାର ଅଧୀନ। ଯେତେ ସୃଷ୍ଟି ଅଛି ସବୁ ମାୟା ବା ପ୍ରକୃତି ସୃଷ୍ଟି କରନ୍ତି ଏବଂ ଆମେ ହେଉଛୁ ପ୍ରକୃତିର ଅଧୀନ ବା ସୃଷ୍ଟିର ମାୟାର ଅଧୀନ। କିନ୍ତୁ ସେ ହେଉଛନ୍ତି ମାୟାପତି, ସେ ମାୟାକୁ ନିଜ ଅଧୀନ କରି ସେ ଗୋଟେ ଶରୀର ସୃଷ୍ଟି କରନ୍ତି। ହଁ, ଏଇଭଳି କହିଲେ ଆତ୍ମା ମାୟା ଗୁଣରୁ କରି, ଗୁଣ ଆମର ଯେଉଁ ପ୍ରକୃତିର ଗୁଣ ଅଛି ସେ ଗୁଣରୁ ସବୁ ସୃଷ୍ଟି ହୁଏ, ଗୁଣରୁ ସବୁ କର୍ମ ହୁଏ, ଗୁଣରୁ ସବୁ ନିର୍ମିତ ହୁଏ। ହଁ, କେଉଁ ଗୁଣ ବିଶିଷ୍ଟ ବ୍ୟକ୍ତି, ସେ ସାତ୍ଵିକ ଗୁଣ ନା ରାଜସିକ ଗୁଣ ନା ତାମସିକ ଗୁଣ ବ୍ୟକ୍ତି, ସେଇ ବ୍ୟକ୍ତି ସେଇଭଳି କାମ କରେ, ଗୁଣରୁ କର୍ମ ସୃଷ୍ଟି ହୁଏ ଏବଂ ଆତ୍ମାର ସୃଷ୍ଟିକି ଆଚରି। ଏହାର ଅତ୍ୟପ୍ରିୟ କେହି, ଅପ୍ରିୟଜନ କେହି ନାହିଁ। ଆତ୍ମା ଅବସ୍ଥାକୁ ଆସିଗଲେ ସମହଂ ସର୍ବଭୂତେଷୁ, ମୋ ପାଖରେ ସମସ୍ତେ ସମାନ। ମୋ ପାଖରେ କିଏ ନିଚ କିଏ ଉଚ୍ଚ ନୁହେଁ, କିଏ ପ୍ରିୟ ନୁହେଁ କିଏ ଅପ୍ରିୟ ନୁହେଁ। ତଥାପି ମୋର ଭକ୍ତ ଟିକେ ମୋର ଅଧିକ ପ୍ରିୟ ବୋଲି କହନ୍ତି। ସମସ୍ତେ ମୋର ପ୍ରିୟ। ବାପା ମା ସବୁ ପୁଅମାନଙ୍କୁ ଭଲ ପାଆନ୍ତି, କିନ୍ତୁ ଯେଉଁ ପୁଅ ଟିକେ ଭଲ ଗୁଣର ବାପା ମାଙ୍କର ସେବା କରେ କିମ୍ବା ଭଲ କାମ କରେ, ତାକୁ ଟିକେ ଭଲ ପାଆନ୍ତି ଅଧିକ। ସେମିତି ଭଗବାନ ଏଠି କହିଲେ ମୋର ପ୍ରିୟ ଅପ୍ରିୟ କିଏ ନାହିଁ, ସମସ୍ତେ ସମାନ। ଏହାର ଅତି ପ୍ରିୟ କେହି, ଅପ୍ରିୟଜନ କେହି ନାହିଁ। କାହିଁକି ଆମେ ସମସ୍ତେ ଭଗବାନଙ୍କର ସନ୍ତାନ, ଆଉ ସନ୍ତାନ ମାନେ କେମିତି ତାଙ୍କର ଅପ୍ରିୟ ହେବେ? ସେଥିରେ ସମସ୍ତେ ପ୍ରିୟ, କିନ୍ତୁ କିଏ ତାଙ୍କର ଅଧିକ ପ୍ରିୟ ହୁଏ ନାହିଁ, ସମସ୍ତ ସହିତ ସମାନ ଭାବ। ସମହଂ ସର୍ବଭୂତେଷୁ ଭଗବାନ କହିଦେଇଛନ୍ତି। ଆତ୍ମାପର, ହଁ ଆତ୍ମାପର ନାହିଁ ଏହାର ଦେଖନ୍ତା ସେ ଗୁଣ ଦୋଷର। ଏଠି ସେ କହିଦେଲେ ସିଏ ତାର ପର ଆଉ କିଏ ନାହିଁ, ଆପଣାର କିଏ ନାହିଁ। ଗୁଣ ଦୋଷ ସେସବୁ ଦେଖେ ତାର ଦ୍ରଷ୍ଟା। ଏବଂ ସେ ଯଦି ଭଲ କାମ କରୁଛି ଭଲ ଫଳ ସେ ନିଜେ ପାଇବ, ଭଗବାନଙ୍କର ସେଥିରେ କିଛି ନାହିଁ। ଖରାପ କାମ କରୁଛି ଖରାପ ଫଳ ପାଇବ। ଏବଂ ସେ ଭଗବାନ ଦ୍ରଷ୍ଟା ରୂପରେ ରହିଛନ୍ତି। ଆତ୍ମା ବି ଦ୍ରଷ୍ଟା ଉପରେ ଅଛି ଏବଂ ଏ ଶରୀର କାମ କରୁଛି, କର୍ମ କରୁଛି ଏବଂ ସୂକ୍ଷ୍ମ ଶରୀର ସାଧନର କ୍ଷେତ୍ର ଏବଂ ଏହି ସ୍ଥୂଳ ଶରୀର ସମସ୍ତ ଅନୁଭବର କ୍ଷେତ୍ର। ସୂକ୍ଷ୍ମ ଶରୀର ହିଁ ସବୁ ଜ୍ଞାନ, କର୍ମ, ଗୁଣ, ବୁଦ୍ଧି ସବୁଗୁଡ଼ା ସୂକ୍ଷ୍ମ ଶରୀରରେ କାମ ହେଉଛି। ସେ ସବୁ ନିର୍ଦ୍ଦେଶ ଦିଏ ଏବଂ ସ୍ଥୂଳ ଶରୀର ସବୁ କର୍ମ କରେ। ଏଥିପାଇଁ ଯାହା ପାପ ପୁଣ୍ୟ ସୂକ୍ଷ୍ମ ଶରୀରକୁ ଲାଗେ, ଆମର ଯେତେ ପାପ ପୁଣ୍ୟ ହେଉଛି ସୂକ୍ଷ୍ମ ଶରୀରରେ, ସ୍ଥୂଳ ଶରୀର କୌଣସି ପାପ ପୁଣ୍ୟ କରେ ନାହିଁ। ଗୋଟେ ବହୁତ ଥର କହିଛି ଯେ ସ୍ଥୂଳ ଶରୀର ନିଷ୍ପାପ, କିନ୍ତୁ ସେ ମାଡ଼ ଖାଉଛି, ସିଏ ଭୁଲ କରୁଛି, ଏ ମାଡ଼ ଖାଉଛି। ସେଥିପାଇଁ ଆକୁ ପାପ ଲାଗେ ନାହିଁ। यार ये निष्पाप शरीर छाड़ला बेले जो शरीरटा थाए शरीर छाड़ तो जीव चल जाए, किंतु पड़े रही शरीर तापर कौन पाप न थाए। जदि पाप था बोले आमर ये पंचभूत अशुद्ध हो जाता, किंतु पंचभूत सब शुद्ध विशुद्ध। आम देहरु जो वायु वायु मिसे से वायु शुद्ध वायु, जल जल मिसे से जल शुद्ध एवं तेज तेजर मिसे, ये सब गुड़ा पंचभूत शरीर पंचभूत मिसी जाए और पंचभूतर कौन से अशुद्धता आस ना। एवं से स्थूल शरीर पाप शून्य, ये निष्पाप सूक्ष्म शरीर जहाँ पाप पुण्य रे भागे सूक्ष्म शरीर। कारण जीवात्मा सूक्ष्म शरीर को सांगे निए, कारण शरीर को सांगे निए।
କାରଣ ଶରୀର ହେଉଛି ଆମର ଯେତେ ଜନ୍ମ ଜନ୍ମାନ୍ତର ଯେତେ କର୍ମ କରିଛେ ସେ କର୍ମ ଫଳର କର୍ମାଶୟ, କର୍ମର ଫଳ ଗୁଡ଼ାକ ବୁଜଳା ବାନ୍ଧି ଆମେ ସେଇଥିରେ ରଖିଛେ କର୍ମାଶୟ, ତାକୁ ଘୋଡ଼େଇକି ରହିଛି ଏଇ କାରଣ ଶରୀର। କାରଣ ଶରୀର କହିଲେ କିଛି ନାହିଁ। କାରଣ ଶରୀର ହେଉଛି ଅବିଦ୍ୟା ଅଜ୍ଞାନ ଏବଂ କର୍ମାଶୟ। ଅବିଦ୍ୟା ଅଜ୍ଞାନ କର୍ମାଶୟକୁ ନେଇ କାରଣ ଶରୀର ଗଠନ ହେଇଛି। ଆମର ଯଦି କର୍ମଫଳ ଶୂନ ହେଇଗଲା କାରଣ ଶରୀର ରହିବ ନାହିଁ। କାରଣ ଶରୀର ନ ରହିଲେ ସୂକ୍ଷ୍ମ ଶରୀର ବି ରହିବ ନାହିଁ। ସୂକ୍ଷ୍ମ ଶରୀର ବିଲୀନ ହେଇଯିବ। ସୂକ୍ଷ୍ମ ଶରୀର କାରଣ ଶରୀର ବିଲୀନ ହେଇଗଲେ ଆଉ ଆମର ଜନ୍ମ ନାହିଁ। ମନୁଷ୍ୟ ସେଠି ମୁକ୍ତି ହେଇଯିବ। এইভাবে ভাবে আমরা সে কহিলে তাহার এହାର অতি প্রিয় কেহি অপ্রিয়জন কেহি ନାହିଁ ଆତ୍ମପର ନାହିଁ ଏହାର ଦେଖନ୍ତା ସେ ଗୁଣ ଦୋଷର। ଗୁଣ ଦୋଷ କ୍ରିୟାର ଫଳ ଗ୍ରହଣ ନ କରେ ସକଳ। ଦେଖନ୍ତୁ ଗୁଣ ଦୋଷର କ୍ରିୟାର ଯେତେ ଫଳ ହେଉଛି ତାକୁ ଏଇ ଜୀବ ଗ୍ରହଣ କରେନି, ଆତ୍ମା ଗ୍ରହଣ କରେନି। କିଏ ଗ୍ରହଣ କରେ? ସୂକ୍ଷ୍ମ ଶରୀର ଗ୍ରହଣ କରେ ଏବଂ ସିଏ କୌଣସି ଜିନିଷଟାକୁ ଗ୍ରହଣ କରେ ନାହିଁ। ଗୁଣ ଦୋଷ କ୍ରିୟାର ଫଳ ଗ୍ରହଣ ନ କରେ ସଫଳ। ଉଦାସୀ ଜନ ପ୍ରାୟ ହୋଇ ପର ଅପରକୁ ଦେଖ। କେବଳ ଦ୍ରଷ୍ଟା ଦେଖୁଛି ଏ ଶରୀର ଏ କଥା କରୁଛି, ତାର କର୍ମର ଫଳ ସିଏ ପୁଣି ଆର ଜନ୍ମରେ ଭୋଗ କରିବ। ଭଲ କାମ କରିଛି ସେ ଆର ଜନ୍ମରେ ନିଶ୍ଚିତ ଭାବରେ ଭଲ ଫଳ ଭୋଗ କରିବ। ଏବଂ ସେ ନିଷ୍କାମ କର୍ମ କରୁଛି ତାର କର୍ମର ଫଳ କିଛି ନାହିଁ, ଫଳ ଶୂନ ହେଇଗଲା, ସେ ମୁକ୍ତି ଲାଭ କରିବ। ଯେତେ ସମୟ ପର୍ଯ୍ୟନ୍ତ କର୍ମଫଳ ଅଛି ତାକୁ ଭୋଗ କରିବାକୁ ପଡ଼ିବ। ଏଇ ଜନ୍ମରେ ଆମେ ଯେଉଁ ପ୍ରାରବ୍ଧ କର୍ମକୁ ଯେଉଁ ବାନ୍ଧିକି ଆଣିଛୁ, ଯେତିକି ଧରି ଭଗବାନ ଆମକୁ ଆମ ସାଙ୍ଗରେ ଯେଉଁ ପ୍ରାରବ୍ଧ କର୍ମ ସଞ୍ଚିତ କର୍ମ ପଠେଇଛନ୍ତି, ସଞ୍ଚିତ କର୍ମ ରହିବ ସେମିତି ପ୍ରାରବ୍ଧ ଆମେ ଭୋଗ କରିବାକୁ ପଡ଼ିବ। ପ୍ରାରବ୍ଧ ଭୋଗ ନହେଲେ ଆମର ଏଇ ଜୀବ ଶରୀର ଛାଡ଼ି ଯିବ ନାହିଁ। ସେଥିପାଇଁ ଆମେ କେତେ ଦିନ ବଞ୍ଚିବା, କେଉଁ କର୍ମ କରିବା ସବୁ ଭଗବାନ ଆଗରୁ ନିର୍ଣ୍ଣୟ କରି ଆମ ସାଙ୍ଗରେ ସେ ପ୍ରାରବ୍ଧ କର୍ମ ଫଳକୁ ପଠେଇଛନ୍ତି। ଆମେ ତାକୁ ନିଶ୍ଚିତ ଭାବରେ ଭୋଗ କରିବାକୁ ପଡ଼ିବ। ଆମ କଷ୍ଟ ଆସୁ ହସି ହସି ତାକୁ ଗ୍ରହଣ କରନ୍ତୁ। ମୋର ଏଇଟା ପ୍ରାରବ୍ଧ ଭୋଗ କରିବାକୁ ପଡ଼ିବ। ଆମେ ଦୁଃଖ କରିବା ନାହିଁ କିମ୍ବା ଆନନ୍ଦ। ସେ ବୋଲେ ମୁଁ କେତେ ପାପ କଲି, ଗୋଟେ ବାଳକ ହତ୍ୟା କଲି, ବାଳକ ହତ୍ୟାରେ ବହୁ ପାପ ଲାଗିଲା। ଦେଖନ୍ତୁ ଆଉ ଗୋଟେ ଜିନିଷ, ସିଏ ବାଳକ ହତ୍ୟା କଲା ନା ବାଳକର ବୟସ ଆୟୁଷ ସରିଯାଇଥିଲା ବୋଲି ତାକୁ ସେ ବିଷ ଦେବା ପାଇଁ ଭଗବାନଙ୍କର ସେଇ ପ୍ରେରଣା ହେଲା ତାକୁ। ଯାହାର ଇଚ୍ଛା ନହେଲେ ଗଛର ପତ୍ରଟିଏ ବି ହଲିବ ନାହିଁ, ସେଇଟି କଥା କେମିତି ହେଲା? ଗୋଟାଏ ଜିନିଷ ପଛରେ ଆଉ ଗୋଟେ କାରଣ ଅଛି, ମାନେ କାଜ ଆଣ୍ଡ ଏଫେକ୍ଟ। କାଜ ନଥିଲେ ଏଫେକ୍ଟ ହବନି, ମାନେ ଯୋଉଟା କାରଣ ଆଉ ପ୍ରଭାବ। ପ୍ରଭାବ ହେଲା ଇଏ ଶିଶୁଟି ମରିଗଲା, ତାର କାରଣ କଣ ହଉଛି ଆମକୁ ଜଣାପଡୁଛି, ତାର ଆୟୁଷ ସରିଯାଇଥିଲା। ଆଉ ଗୋଟେ ଜିନିଷ ହେଲା ତାକୁ ବିଷ ଦିଆଗଲା, ଅର୍ଥାତ୍ ତାର ଆୟୁଷ ସରିଯାଇଥିଲା ବିଷ ଦେଇକି ମାରି। ଏଠି ଦିଟା ଜିନିଷ ଆମର ସମସ୍ତ କାରଣର କାରଣ ହଉଛନ୍ତି ସେ ଭଗବାନ। ବିନା କାରଣରେ କୌଣସି କଥା ଏଠି ଘଟେ ନାହିଁ। ତାର ଗୋଟେ କାଜ ଆଣ୍ଡ ଏଫେକ୍ଟ ଥିବା କାରଣ ଆଉ ପ୍ରଭାବ ବା କର୍ମ। କାରଣ ଆଉ କର୍ମ, କାରଣ ନଥାଏ କୌଣସି କର୍ମ ହୁଏ ନାହିଁ। ସେଥିପାଇଁ ଆଗ କାରଣ ପଛେ କର୍ମ। ଆମର ଶିବାନନ୍ଦ ମହାରାଜ ଦେଖିଲେ, ଆମେ ବୈଦିକ ଯୁଗରେ ବେଦ ମାର୍ଗରେ ଆମେ କାରଣଟାକୁ ଖୋଜି ତାପରେ ଆସୁ କର୍ମକୁ, କିନ୍ତୁ ଆଜିକାଲି ବୈଜ୍ଞାନିକ ମାନେ କର୍ମରୁ କାରଣକୁ ଯାଆନ୍ତି। ଏଇଭଳିଆ ହେଲା ତାର କାରଣ କଣ, କିନ୍ତୁ ବୈଦିକ ମେଥଡରେ କାରଣରୁ କର୍ମକୁ ଆସନ୍ତି। ଏଇ କାରଣ ଯୋଗୁଁ ଏଇ କର୍ମ ହେଲା। এইভাবে মানে বৈদিক মানে বাଟরে বিভিন্ন জিনিসକୁ আবিষ্କାର କରିବା ଆଉ ଆମର ଏ ଯେଉଁ ବୈଜ୍ଞାନିକ ଯୁଗରେ ବୈଜ୍ଞାନିକ ମାନେ ବିଭିନ୍ନ ଜିନିଷକୁ ଆବିଷ୍କାର କରିବାର ମେଥଡ ହେଲା। ଏଠି ସମସ୍ତେ ସିଏ ଯିଏ ଏଇ ପାପ କରୁଥିଲେ ସିଏ ଯାଇ ଯମୁନା ତୀରରେ ବ୍ରାହ୍ମଣଙ୍କ ନିର୍ଦ୍ଦେଶରେ ତାର ବିଭିନ୍ନ ବିଧାନ କରି ତାର ନିଜ ପାପ ଦୂର କରିବା ପାଇଁ ବାଳକ ହତ୍ୟା ବ୍ରତ ସେ କଲେ ଏବଂ ସେଠି ସେ ତାଙ୍କର ପାପ ଧୋଇବା ପାଇଁ ପ୍ରାୟଶ୍ଚିତ କଲେ।
ଆମର ଯେତେ ଗୁଡ଼େ ଅଛି ପାପର ପ୍ରାୟଶ୍ଚିତ କଲା ପରେ ସେଇ କର୍ମର ପ୍ରଭାବ କମିଯାଏ। ଏବଂ ଏଠି ସେଇ କଥା ହେଲା, ଆମେ ତା ଉପରକୁ ଆଉ ଅଧିକ ଯିବା ନାହିଁ। ଆଉ କେତେ ଜାଗାରେ କୋଉଠି ଏଇଟା ମୁଁ ପଢ଼ିଥିଲି, ମନେ ପଡ଼ୁନି, ସେମାନଙ୍କୁ ସବୁ ଦଣ୍ଡ ଦେଇଥିଲେ ରଜା। ଭାଗବତ ନା ମହାଭାରତର କି ଅନ୍ୟ କୋଉଠି କଥା ଆସୁଛି ଗୋଟା ଆଉଥରେ। ଏମନ୍ତ ଶୁଣ ହେ ରାଜନ ଚିତ୍ରକେତୁ ବିପ୍ରବଚନ, ଶୁଣିତ କ୍ଷଣେ ଜ୍ଞାନ ପାଇ ଗୃହକୁ ବାହାର ହୋଇ, ସରପଙ୍କରୁ ଗଜ ଜନେ ବାହାର ହୋଇଲା ଦେଶନେ, କାଳିନ୍ଦୀ ଜଳେ ସ୍ନାନ କଲା ପୁଣ୍ୟ କ୍ରିୟାକୁ ଆଚରିଲା, ମୌନ ବ୍ରତେ ମହାରାଜା ମୁନି ଚରଣେ କଲା ପୂଜା। ହେଲେ ଏଠି ରଜାଙ୍କର କ'ଣ ଅବସ୍ଥା ହେଲା? ରଜା ଆଉ ଇଆଡ଼େ ନଜର ଦେଇନାହାନ୍ତି। ଦେଖିଲେ ସଂସାରଟା ଏମିତି, ଏ ସଂସାରଟା କୌଣସି ଜିନିଷ ସ୍ଥାୟୀ ନୁହେଁ। ଏ ସଂସାରଟା ହେଉଛି ଅସାର, ସଂସାରଟା ହେଉଛି ଅନିତ୍ୟ। ଏବଂ ଏଇ ସଂସାରରେ ମୁଁ କାହିଁକି ରହିବି? କହି ସିଏ କ'ଣ କଲେ? ସବୁ ତ୍ୟାଗ କଲେ, ଘର ସଂସାର ସବୁ ତ୍ୟାଗ କଲେ। ଯେମିତି କାଦ ପଙ୍କ ଭିତରେ ହାତୀ ରହିଥିବ, ପଙ୍କ ଭିତରୁ ବାହାରିଲା ସରରୁ, ସେମିତି ସେ ଏଇ ଯେଉଁ ଭିତରେ ସାଂସାରିକ ଜଞ୍ଜାଳ ଭିତରେ, ସାଂସାରିକ ଏ ଯେଉଁ ଭବସାଗର ଭିତରେ ଉବୁଟୁବୁ ହଉଥିଲେ, ଏଇ ଭିତରେ ଯେଉଁ ପଙ୍କ ଭିତରେ ଘାଣ୍ଟି ହଉଥିଲେ, ସେ ସବୁଗୁଡ଼ାକୁ ଛାଡ଼ି ଦେଇ ଆରାମରେ ଯାଇ କାଳିନ୍ଦ ଜଳରେ ସ୍ନାନ କଲେ ଏବଂ ବିଭିନ୍ନ କ୍ରିୟା ପୁଣ୍ୟ କ୍ରିୟାକୁ ଆଚରିଲେ। ମୌନ ବ୍ରତେ ମହାରାଜା ମୁନି ଚରଣେ କଲେ ପୂଜା। ମୁନି ଚରଣ ମାନେ ସେ ଅଙ୍ଗିରା ଥିଲେ ଆଉ ନାରଦ ଥିଲେ, ସେ ମୁନିଙ୍କର ପାଦ ପୂଜା କଲେ। କିନ୍ତୁ ନାରଦ ତାଙ୍କୁ ଦୀକ୍ଷା ଦେଇଛନ୍ତି। ଭକତି ଦକ୍ଷିଣ ରାଜାର ଏଥୁ ଅନ୍ତରେ ନୃପବର, ଭକତି ଦକ୍ଷିଣ ରାଜାର। ଏ ନୃପବର ବୋଲେ ସେ ଏଇଟା ପରୀକ୍ଷିତକୁ ସମ୍ବୋଧନ କରିଛନ୍ତି ସୁକ ମହାରାଜ। ହେ ନୃପବର, ଏଥୁ ଅନ୍ତରେ ହେ ନୃପବର, ଭକତି ଦକ୍ଷିଣ ରାଜାର। ନାରଦ ଅନୁଗ୍ରହ କଲେ, ଏ ବିଦ୍ୟା ରାଜାକୁ କହିଲେ। ରାଜାଙ୍କୁ ଗୋଟେ ବିଦ୍ୟା ଦେଲେ, ଅର୍ଥାତ୍ ମନ୍ତ୍ର ଦେଲେ। ରାଜାକୁ ଶିଷ୍ୟ ଭାବରେ ଗ୍ରହଣ କରି ତାଙ୍କୁ ଦୀକ୍ଷା ଦେଲେ। ଦୀକ୍ଷା ଦେଇ କେଉଁ ଦୀକ୍ଷା ଦେଲେ? ଓଁ ନମଃ ଭଗବତେ ବାସୁଦେବାୟ, ବାସୁଦେବ ଦୀକ୍ଷା। ବାସୁଦେବ ମୁଁ କହୁଥିଲି ଯେ ସେ ହେଉଛି ବଳରାମଙ୍କର ମନ୍ତ୍ର। ସେ ତାଙ୍କୁ ଦେଲେ, ଦେଇକି କହିଲେ ବାସୁଦେବ ସର୍ବ ନମସ୍ତେ ପ୍ରଭୁ ଭଗବାନ, ବାସୁଦେବ ସର୍ବ କାରଣ, ପ୍ରଦ୍ୟୁମ୍ନ ଅନିରୁଦ୍ଧ ବେନି, ନମସ୍ତେ ଶଙ୍କର୍ଷଣ ପୁଣି ନମସ୍ତେ। ଏଠି ଯେଉଁ ଭଗବାନ ବାସୁଦେବ, ସେ ହେଉଛନ୍ତି ପ୍ରଦ୍ୟୁମ୍ନ, ସେ ହେଉଛନ୍ତି ଅନିରୁଦ୍ଧ, ସେ ହେଉଛନ୍ତି ଶଙ୍କର୍ଷଣ। ଏ ଚାରିଟା ନାଁ, ଏ ଚାରିଟା ନାଁରେ ଏମାନେ ସବୁ ଯେଉଁ ଚିତ୍ତ ବୁଦ୍ଧି ମନ ଅହଙ୍କାର, ଚିତ୍ତ ବୁଦ୍ଧି, ଚିତ୍ତର ହେଲେ ବାସୁଦେବ, ଚିତ୍ତର ମାନେ ସ୍ରଷ୍ଟା, ଏମାନେ ତାକୁ ସୃଷ୍ଟି କଲେ। କିନ୍ତୁ ଆମର ପ୍ରକୃତରେ ମନର ଦେବତା ହେଉଛନ୍ତି ଚନ୍ଦ୍ର, ବୁଦ୍ଧିର ଦେବତା ବ୍ରହ୍ମା, ଏବଂ ମନ ବୁଦ୍ଧି ଅହଙ୍କାର ରୁଦ୍ର, ଏବଂ ଚିତ୍ତର ବାସୁଦେବ। ଆମର ବେଦାନ୍ତରେ ସାଧନା ଚତୁଷ୍ଟୟରେ ତାକୁ ବୁଝାଇছে ଏଭଳିଆ। ସେମାନେ ହେଲେ ଦେବତା, କିନ୍ତୁ ଏମାନେ ହେଲେ ତାର ସ୍ରଷ୍ଟା। ମନ ବୁଦ୍ଧି ଚିତ୍ତ, ଚିତ୍ତ ଏଠି ଚିତ୍ତ ବୁଦ୍ଧି ମନ ଅହଙ୍କାର। ବାସୁଦେବ ଚିତ୍ତ, ପ୍ରଦ୍ୟୁମ୍ନ ମନ, ଅନିରୁଦ୍ଧ ବୁଦ୍ଧି ଏବଂ ଶଙ୍କର୍ଷଣ ଅହଙ୍କାର। ଏବଂ ସେଇ ଚାରିଟି ନାୟକର ବାସୁଦେବଙ୍କର, ବଳରାମଙ୍କର। ନମସ୍ତେ ଜ୍ଞାନର ଈଶ୍ୱର। ଏବଂ ଆଉ ଗୋଟେ ମନେ ରଖିଥିବେ, ଯେତେବେଳେ ଆମର ଭାଗବତ କଥା ଆରମ୍ଭ ହେଲା, ଆରମ୍ଭ ସମୟରେ ପ୍ରଥମେ ଭାଗବତ କିଏ କହିଲେ ବୋଲେ, କାହାକୁ କହିଲେ? ପ୍ରଥମେ ଭାଗବତ ଏଇ ଶଙ୍କର୍ଷଣ, ଏଇ ବଳରାମ କହିଥିଲେ ସନକାଦି ଚାରି ମୁନିଙ୍କୁ। ଏମାନେ ଯେ ତାଙ୍କୁ ପଚାରିଥିଲେ, ତାଙ୍କର ପୂଜା କଲେ, ତାଙ୍କର ସ୍ତୁତି କଲେ, ସ୍ତୁତି କରିବାରୁ ସିଏ ତାଙ୍କୁ କହିଥିଲେ। ଏବଂ ସେଇଟା ଆଉ ଗୋଟେ ବାଟରେ ଆସିଥିଲା, ଯେଉଁଟାକି ଆମର ମୈତ୍ରେୟ ବିଦୁର ସମ୍ବାଦରେ ମୈତ୍ର ଶୁଣିଥିଲେ ସେଇ ଭାଗବତ। ଆମର ସେ କଥା ଆଲୋଚନା ହେଇସାରିଛି, ତୃତୀୟ ସ୍କନ୍ଦ କି ତୃତୀୟ ସ୍କନ୍ଦ, ସେଟା ପଞ୍ଚମ ସ୍କନ୍ଧରେ କୋଠି ଥିଲା କି ଅନ୍ୟ କୋଠି ମନେ ପଡ଼ୁନି। ହେଲେ ସେ କହିଲେ ନମସ୍ତେ ଶଙ୍କର୍ଷଣ ପୁଣି, ନମସ୍ତେ ଜ୍ଞାନର ଈଶ୍ୱର ପରମାନନ୍ଦ ମୂର୍ତ୍ତି ଯାର, ନମସ୍ତେ ଶାନ୍ତ ଆତ୍ମାର ଅବ୍ୟୟ ରୂପ ପୂର୍ଣ୍ଣ କାମ ସ୍ୱରୂପାନନ୍ଦ ଅନୁଭୂତି ତେଣୁ ନିରସ୍ତ ଉର୍ମି ଶକ୍ତି। ଏଠି ତାଙ୍କ ପାଖରେ ରାଗ ଦ୍ୱେଷ କିମ୍ବା ଏଇ କ୍ଷୁଧା ପିପାସା ମୋହ ଏସବୁ ଗୁଡ଼ାକ ନାହିଁ। 6ଟା ଷଡ଼ ରିପୁ, ଆମର ଷଡ଼ ରିପୁ କହିଲେ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ କହୁଛନ୍ତି, ଇଏ ତାଙ୍କର ଏଠି ଷଡ଼ ରିପୁ। ସିଏ ଆପଣ ଗୀତାକୁ ଯଦି ଟିକେ ଯିବେ,
ଗୀତାରେ ଭଗବାନ କହିଛନ୍ତି ପଞ୍ଚଦଶ ଅଧ୍ୟାୟରେ ଦ୍ୱାବିମଂ ପୁରୁଷୋ ଲୋକେ କ୍ଷରସ୍ସା କ୍ଷର ଏବ ଚ କ୍ଷର ସର୍ବାଣୀ ଭୂତାନି କୂଟସ୍ଥ ଅକ୍ଷର ଉଚ୍ୟତେ। ମାନେ ଆମର ଯେଉଁ କ୍ଷର ଆଉ ଅକ୍ଷର ଦୁଇଟା ଅଛନ୍ତି ସେ ସପ୍ତମ ଅଧ୍ୟାୟର ମଧ୍ୟ କହିଛନ୍ତି ଯେ ଭୂମିରାପ ନଳବାୟୁ ଖବୁଧି ମନୋହଙ୍କାର ଯେଉଁ ସେ ଅଷ୍ଟ ଅଠଟା କହିଲେ ଏମାନେ ସବୁ ହେଲେ ପ୍ରକୃତି, କିନ୍ତୁ ଏମାନେ ଟିକେ କମ୍ ନିଚ ପ୍ରକୃତି ଏବଂ ଉଚ୍ଚ ପ୍ରକୃତି ହେଲା ଆତ୍ମା। ତାକୁ ଏମାନେ ଭାଇଆ ଧରି ରଖିଛି। ସେଥିପାଇଁ ସେଇଠି ପଞ୍ଚଦଶ ଅଧ୍ୟାୟରେ କୁହା ହେଲା ଯେଉଁ ପ୍ରକୃତି ଆମେ ଯେତେ ସବୁ ଦେଖୁଛୁ ସେଇଟା ହେଲା କ୍ଷର। ଆମ ଦେହ ବି ପ୍ରକୃତି ପଞ୍ଚ ପ୍ରକୃତି ଦ୍ୱାରା ପଞ୍ଚ ଯାହାକୁ ଆମେ ମନ ମାନେ ବୁଦ୍ଧି ମାନେ ଯେଉଁ ମାଟି ଜଳ ପାଣି ପବନ ଏସବୁଗୁଡ଼ାକ ଯେଉଁ ଆମେ କହୁଛେ ପଞ୍ଚଭୂତ, ସେ ପଞ୍ଚଭୂତଟା ହେଲା ପ୍ରକୃତିରୁ ଜାତ। ସେ ପ୍ରକୃତି ଆମର ଶରୀରଟା ହେଲା ପ୍ରକୃତି। କ୍ଷେତ୍ରଜ୍ଞ ବିଭାଗରେ ତାକୁ ଆଲୋଚନା କଲେ ଶରୀରଟା ହେଲା କ୍ଷେତ୍ର, ତା ଭିତରେ ଯିଏ ଅଛନ୍ତି ସେ ହେଉଛନ୍ତି କ୍ଷେତ୍ରଜ୍ଞ ଆତ୍ମା। ହେଲେ ସେଇଭଳି ସେଇଠି ବି କହିଛନ୍ତି କ୍ଷର ଅକ୍ଷର ଦୁଇଟା ହେଲା। କ୍ଷର ହେଲା ପ୍ରକୃତି, ଅକ୍ଷର ହେଲେ ସେହି ବଳରାମ। ଏବଂ ଏଠି ଜଗନ୍ନାଥ ବଳରାମ ଆଉ ସୁଭଦ୍ରାଙ୍କୁ ନେଇ ଏଇ ଶ୍ଲୋକଟା ଏଇ ତ 3-4ଟା ଶ୍ଲୋକ ତାକୁ କରାହେଇଛି। ଅକ୍ଷର ଅକ୍ଷର କହିଦେଲେ କହିଲେ ମୁଁ ହେଉଛି ଭଗବାନ ପୁରୁଷୋତ୍ତମ ଯସ୍ମାତ୍ କ୍ଷର ଅତୀତ ହଂ ଅକ୍ଷରାଦ ବିଚୋତ୍ତମ। ମୁଁ କ୍ଷରଠୁ ଅତୀତ ବଡ଼, ଅକ୍ଷର ଠାରୁ ମଧ୍ୟ ବଡ଼। ଅତୋସ୍ମି ଲୋକେ ବେଦେଷୁ ପ୍ରଥିତ ପୁରୁଷୋତ୍ତମ। ସେଥିପାଇଁ ସେ ପୁରୁଷ ହେଲେ ଗୋଟେ କ୍ଷର ପୁରୁଷ ଆଉ ଗୋଟେ ଅକ୍ଷର ପୁରୁଷ, ଏବଂ ମୁଁ ହେଲି ପୁରୁଷୋତ୍ତମ, ସମସ୍ତଙ୍କଠାରୁ ଶ୍ରେଷ୍ଠ ପୁରୁଷୋତ୍ତମ। ସେଥିପାଇଁ ଇଏ ହେଉଛନ୍ତି ଅକ୍ଷର ପୁରୁଷ। ଏବଂ ବ୍ରହ୍ମରେ ମଧ୍ୟ 8ମ ଅଧ୍ୟାୟରେ କହିଛନ୍ତି ଅକ୍ଷର ବ୍ରହ୍ମ। ଅକ୍ଷର ବ୍ରହ୍ମ ପରମ ଯେଉଁ କହିଲେ ସେ ହେଉଛନ୍ତି ଅକ୍ଷର ବ୍ରହ୍ମ, ଇଏ ହେଉଛନ୍ତି ସେଇ ବଳରାମ। ତାଙ୍କୁ ଦାୟିତ୍ୱ ଦେଇଛନ୍ତି ଭଗବାନ ତମେ ସୃଷ୍ଟି କରିବ। ସେଥିପାଇଁ ଏହି ସବୁ ସୃଷ୍ଟି କରନ୍ତି, ସୃଷ୍ଟିକର୍ତ୍ତା ବୋଲି ଆଙ୍କୁ କହନ୍ତି। ଏବଂ ଇଏ ହେଉଛନ୍ତି ଅକ୍ଷର ବ୍ରହ୍ମ ଏବଂ ସେ ହେଉଛନ୍ତି ପୁରୁଷୋତ୍ତମ। ଏବଂ କ୍ଷର ହେଲେ ପ୍ରକୃତି ସୁଭଦ୍ରା ମାତା, ଏବଂ ବଳରାମ ହେଲେ ଅକ୍ଷର, ଜଗନ୍ନାଥ ହେଲେ ପୁରୁଷୋତ୍ତମ। ପଞ୍ଚଦଶ ଅଧ୍ୟାୟର ଅର୍ଥ ଏହା। ଏବଂ ସପ୍ତମରେ ଯେଉଁ ସମସ୍ତ ଅଷ୍ଟ ପ୍ରକୃତି ସେ ହେଲା ଅପର ପ୍ରକୃତି ଏବଂ ପର ପ୍ରକୃତି ହେଲା ଆତ୍ମା। ଏଇମାନେ ସେ ହେଉଛନ୍ତି କୂଟସ୍ଥ ଅକ୍ଷର ଉଚ୍ୟତେ, ସେ ଅକ୍ଷର ବ୍ରହ୍ମ। এইভাবে এটি সে কহিলে নমস্তে অব্যয় রূপ পূর্ণ কাম স্বরূপ আনন্দ অনুভূতি। সে স্বরূপরে আনন্দ। আমার স্বরূপ হচ্ছে ব্রহ্ম, আত্মা আমার স্বরূপ হচ্ছে ব্রহ্ম। আমি সেইଥିରେ আনন্দ হওয়াকে পড়িব, সে সেইଥିରେ আনন্দ। তেণু নিরস্ত উর্মি শক্তি ভৌ হৃষিকেশ হে মহত্ব নমস্তে মূর্তি হে ଅନନ୍ତ। ତାକୁ ମହତ୍ଵ ବୋଲି ବର୍ଣ୍ଣନା କରାଗଲା। ମହତ୍ଵ ମାନେ जोटा प्रकृति, प्रकृति जात महत्व एवं से प्रकृति ठू ये कंट्रोल करती अक्षर ब्रह्म महत्व रूप। नमस्ते मूर्ति हे अनंत मन वचन अनंत। से होचंदे अनंत। अनंत कहले जो अनंत नाग जे पृथ्वी को धारण कर सहस्र प्राण विशिष्ट, एवं ये होचंदे से अनंत। से अनंत ही आसते बलराम रूप से होचंदे भगवान बॉडीगार्ड। भगवान से अनंत उपर शयन करती, सब जगिकी रखती अनंत। एवं देखिए जितेबाला केउट प्रसंग से केउट थिला पूर्वजन्मर गोटे कच्छप कंच। से सब आसता भगवान पादटा केमती मुझे छुईदेवी। से माँ था हाथ में आड़े दिखती। लक्ष्मी माँ पाद सेवा करुले भगवान पादरे आड़े हाथ में आड़े दिखती। एवं ये तो बॉडीगार्ड था अनंत, तांकर दृष्टि पड़े से लांजरे बाड़े दिखती कच्छप। से केते माड़ खाई अनंत ठारू और महालक्ष्मी ठारू। शेष जो सुविधा मिलला पाद धोचंती लक्ष्मण आड़े आ सीता माँ आड़े अनेक हसुँ। से सीना मत आड़े दौले से बाड़े दौले, एवं कौन करेंगे मु भगवान पाद धरी आउ कि से भाया से अनंत लक्ष्मण एवं से अनंत पाद स्पर्श करने चेष्टा करुले से केवट कच्छप रूप। मन वचन अगोचर महिमा नाम रूप जार चिन्मय जार शरीर रखु सब सत जार तहु ए जगत हो जात जात से ही जगत सृष्टिकर्ता। हाँ आम ब्रह्म
ସତ୍ସର୍ବ ବ୍ରହ୍ମ, ଅକ୍ଷର ବ୍ରହ୍ମ, ଅବ୍ୟାକୃତି ବ୍ରହ୍ମ, କେତେ ଗୁଡ଼େ ବ୍ରହ୍ମ ଅଛନ୍ତି। ସେ ବ୍ରହ୍ମ ଭିତରେ ଅବ୍ୟାକୃତି ବ୍ରହ୍ମ ଆମର ସୃଷ୍ଟି ପାଇଁ ଦାୟୀ। କାହାକୁ କୋଉ କାମ ଦେଇଛନ୍ତି? ମୃତ୍ତିକା ଠାରୁ ନାନା ପାତ୍ର ଯେସନେ ହେଉଅଛି ଜାତ ସୃଷ୍ଟି ପ୍ରଳୟ। ଏଠି ଗୋଟେ ଉଦାହରଣ କହିଦେଲେ, ମାଟି ସବୁବେଳେ ମାଟି ହେଇ ରହୁଛି, ସେଥିରୁ ସବୁ ପାତ୍ର ଆସୁଛି, ଆଉ ଥରେ ପାତ୍ର ମିଶି ଯାଉଛି। ସେମିତି ସେ ହେଉଛନ୍ତି ସବୁର ମୁଖ୍ୟ କାରଣ, ଆଦି କାରଣ। ତାଙ୍କର କାରଣ କେହି ନାହିଁ। ସୃଷ୍ଟି ପ୍ରଳୟ ସ୍ଥିତି ଯହି ସେ ବ୍ରହ୍ମେ ପ୍ରଣାମ କରଇ, ସେ ବ୍ରହ୍ମକୁ ପ୍ରଣାମ କରୁଛନ୍ତି। ସୃଷ୍ଟି ସ୍ଥିତି ପ୍ରଳୟ ସୃଷ୍ଟି। ଏବଂ ଯେତେବେଳେ ପ୍ରଳୟ ଆସିବ ସେତେବେଳେ ସେଇ ଶଙ୍କର ରୂପୀ ବଳରାମ ତାଙ୍କ ମୁଖରୁ ଯେତେବେଳେ ଅଗ୍ନି ପ୍ରଳୟ ଅଗ୍ନି ବାହାରିବ, ସେତେବେଳେ ଅଗ୍ନି ସବୁ ଧ୍ୱଂସ ହେଇଯିବ, ଭସ୍ମ ହେଇଯିବ। ସେତେବେଳେ ସିଏ ହିଁ ସୃଷ୍ଟି ପ୍ରଳୟ ସବୁ କରନ୍ତି। ବୁଦ୍ଧି ଇନ୍ଦ୍ରିୟ ଆଦି ମନ ଯାହାକୁ ନ ଜାଣେ ପ୍ରାଣ। ଦେଖନ୍ତୁ, ହେଲେ ବୁଦ୍ଧି ଇନ୍ଦ୍ରିୟ ମାନେ ଚିତ୍ତ, ବୁଦ୍ଧି, ମନ, ଅହଙ୍କାର, ଏଇ ଚାରିଟାର ଯିଏ ତାକୁ ପ୍ରାଣ ବି ଜାଣିପାରେନି। ପ୍ରାଣକୁ ମନ, ବୁଦ୍ଧି, ଚିତ୍ତ କଣ୍ଟ୍ରୋଲ କରନ୍ତି। ଆପଣ ପ୍ରାଣାୟାମ କରିବେ, ମନ ଦ୍ୱାରା ପ୍ରାଣାୟାମ କରିବେ, ପ୍ରାଣକୁ କଣ୍ଟ୍ରୋଲ କରିବେ, ପ୍ରାଣକୁ ନିଜ ଅଧୀନକୁ ଆଣିବେ। ଅର୍ଥାତ୍ ମନ, ବୁଦ୍ଧି, ଚିତ୍ତ, ଅହଙ୍କାରର ଅଧୀନରେ ପ୍ରାଣ ଅଛି। ବାହ୍ୟ ଅନ୍ତରେ ବ୍ୟାପ୍ତ ହୋଇ ଆକାଶ ପ୍ରାପ୍ତ ପ୍ରାୟ ସେ ଅଛଇ, ଯାହା ଯେବ ଅଛଇ ସେ ସର୍ବତ୍ର ବ୍ୟାପକ, ସର୍ବବ୍ୟାପକ, ସର୍ବବ୍ୟାପକ, ସର୍ବଶକ୍ତିମାନ ଏବଂ ସର୍ବଜ୍ଞ। ତାହାଙ୍କୁ ମୋର ନମସ୍କାର, ଯେ ପ୍ରଭୁ ଜଗତ ଠାକୁର ଅଶେଷ କ୍ଷେତ୍ରରେ ଯା ବିହାର ଅଚ୍ୟୁତ ପରମ ଈଶ୍ୱର। ଦେହ ଇନ୍ଦ୍ରିୟ ଗଣ ପ୍ରାଣ ବୁଦ୍ଧି ସହିତ ଯେଉଁ ମନ, ଯାହାର ଅଂଶରୁ ଏମାନ କର୍ମରେ କରନ୍ତି ଭ୍ରମଣ। ଭଗବାନ ମହାପୁରୁଷ ମହାନୁଭବ ଯା ପ୍ରକାଶ, ମହାବିଭୂତିର ଈଶ୍ୱର ସକଳ ଭକ୍ତ ଜନଙ୍କର କର କମଳ ଦଳେ କରି ସେବିତ ଚରଣ ଯାହାରେ। ଏମନ୍ତ ପରମ ଈଶ୍ୱର ତାହାଙ୍କୁ ମୋର ନମସ୍କାର। ତାଙ୍କୁ କେତେ ଗୋଟେ ଭାବରେ ସବୁ ବର୍ଣ୍ଣନା କଲେ ଏବଂ ପ୍ରତ୍ୟେକ ଭାବରେ ଗୋଟେ ଗୋଟେ ମହାତ୍ମ ରହିଛି। ଯେ ତାଙ୍କୁ ଜଗନ୍ନାଥଙ୍କୁ ଛାଡ଼ି ବଳରାମଙ୍କୁ କାହିଁକି ଏଠି କଲେ? ନାରଦ ବଳରାମଙ୍କୁ କାହିଁକି ଦେଖେଇଲେ, ତାଙ୍କୁ କାହିଁକି ଦେଖେଇଲେନି? ନା, ତାଙ୍କୁ କେତେ ଭକ୍ତ ତାଙ୍କ ପାଖରେ ଅଛନ୍ତି, କିନ୍ତୁ ବଳରାମଙ୍କର ଭକ୍ତ ସଂଖ୍ୟା କମ୍। ଯାହାର ଭକ୍ତ ସଂଖ୍ୟା କମ୍, ମାନେ ଯେଉଁ ଅଫିସର ପାଖରେ ଫାଇଲ କମ୍ ଥିବ, ଆପଣଙ୍କର କାମଟା ଜଲ୍ଦି ହେଇଯିବ, ସେମିତି ତାଙ୍କର ଭକ୍ତ ସଂଖ୍ୟା କମ୍ ଆଉ ସିଏ ଅତି ସରଳ, ତାକୁ ଯାହା ମାଗିଲେ ତାହା ଦେଇଦିଅନ୍ତି। ସେଇଥିପାଇଁ ତାଙ୍କୁ ନାରଦ କହିଲେ, ତମେ ତାଙ୍କର ସେବା କର, ତମେ ତମର ଏଇ ଯେଉଁ ବିଦ୍ୟାଧର ଶକ୍ତି ପାଇବ, ତମେ ଚାରିଆଡ଼େ ବୁଲିପାରିବ। ସେଇଥିପାଇଁ ସେ ତାଙ୍କୁ ବଳରାମଙ୍କର କଥା କହିଲେ। କିନ୍ତୁ ସେ ବାସୁଦେବ କହିଲେ ଭଗବାନଙ୍କୁ ପାଖକୁ, ପ୍ରାୟ ସେ ହେଉଛନ୍ତି ନାରାୟଣଙ୍କର ଭକ୍ତ, ନାରାୟଣକୁ କହିଲେ ନାହିଁ। ନାରାୟଣ କହିଲେ କ'ଣ କରିବେ ନା, ମୋର ଭକ୍ତ ଯିଏ, ମୋତେ ଯିଏ ସବୁ କରିବ, ତାର ଯାହା ଥିବ ବିଷୟ ସମ୍ପତ୍ତି ସବୁ ମୁଁ ନେଇଯାଏ। କାହିଁ ସେତେବେଳେ ସେ ମୋତେ ଡାକିବ, ମୋର ଅନ୍ୟାନ୍ୟ ଭକ୍ତ ହେଲେ ତାକୁ ଉଦ୍ଧାର କରିଦିଏ। ଏଠି ନାରଦ ଭଗବାନ ନାରାୟଣକୁ ନ କହି ବଳରାମଙ୍କ ପାଖକୁ ତାଙ୍କୁ ପଠେଇଛନ୍ତି। ଏ ବଳରାମଙ୍କର ଏଇସବୁ ଗୁଡ଼ା ଗୁଣ ଆମେ ପଢ଼ିଲେ, ଆଜି ସମୟ ଟିକେ ଅଧିକ ହେଇଯାଉଛି, ସେଥିପାଇଁ ଆମେ ଆଉ ମୁଁ ଟିକେ ଚଞ୍ଚଳ ଅଞ୍ଚଳ ଇଏ କରିଦେଉଛି। ଶୁକ କହିଲେ, ଭକତ ରାଜାଙ୍କୁ ନାରଦେ ବିଦ୍ୟା ଦେଲେ ଅପ୍ରମାଦେ, ଅଙ୍ଗିରା ସହିତ ରାଜନ ଗଲେ ସେ ବ୍ରହ୍ମାର ଭୁବନ। ଦୁଇ ଜଣ ଯାକ ହେଉଛି ବ୍ରହ୍ମାଙ୍କ ସନ୍ତାନ, ବ୍ରହ୍ମାଙ୍କ ପୁତ୍ର। ବ୍ରହ୍ମାଙ୍କ ଘରକୁ ତାଙ୍କର ବ୍ରହ୍ମାଙ୍କ ଭୁବନକୁ ସେମାନେ ଗଲେ। ଚିତ୍ରକେତୁ ସେ ବିଦ୍ୟା ଘେନି ଯେମନ୍ତ କହିଥିଲେ ମୁନି, ଧଇଲା ସର୍ପ ସପ୍ତରାତ୍ର ସେଇ ପବିତ୍ର ନିରାହାର ହୋଇ, ଶପଥ ରାତ୍ରେ ଅପ୍ରମାଦେ ନାରଦ ବିଦ୍ୟାର ପ୍ରସାଦେ। ତାକୁ ସେ 7 ଦିନ ସାଧନା କରିବା ପାଇଁ ଦେଇଥିଲେ, 7 ଦିନ ସାଧନା କଲେ ଏବଂ ନିରାହାର, ଆହାର ଶୂନ୍ୟ, କୌଣସି ଜଳପାନ ନ କରି ମଧ୍ୟ ନିରାହାରରେ ସେ ରହିଲେ। ରହି ସେ ଯେଉଁ ବିଦ୍ୟାଧର ଅଧିକାର ପାଇବା ପାଇଁ ତାଙ୍କୁ କହିଥିଲେ। ସେ ବିଦ୍ୟାଧର ଅଧିପପଣ ଲଭିଲା ଚିତ୍ରକେତୁ ଜାଣ, ପୁଣି ରାଜନ ଏକ ମନେ ଅନ୍ତରରେ କେତେ ଦିନେ, ବିଦ୍ୟାରୁ କରି ଶୁଦ୍ଧମତି ନିଶ୍ଚଳ ଲଭିଲା ନୃପତି। ସେ ବିଦ୍ୟା ସାଧନ କରି ସେ ଶୁଦ୍ଧମତି ହେଲା, ତାର ମତି ଶୁଦ୍ଧ ହେଇଗଲା, ଆଉ ତାର ହୃଦୟ ଶୁଦ୍ଧ, ମନ ଶୁଦ୍ଧ, ସବୁ ଶୁଦ୍ଧି ହେଲା ପରେ ଅନନ୍ତ ଦେବ ଦେବେଶ୍ୱର ଗଲା ନିକଟେ ତାହାଙ୍କର। ସେଠି ଅନନ୍ତ ଦେବ ପାଖକୁ ଗଲା, ସେ ହେଉଛି ସବୁ ଦେବତା ମାନଙ୍କର ଈଶ୍ୱର। ଗଲା ନିକଟେ ତାହାଙ୍କର, ମୃଣାଳ ପ୍ରାୟ ତାଙ୍କ ବର୍ଣ୍ଣ ନୀଳବସନ ପରିଧାନ, ମାନେ ଧବଳ ବର୍ଣ୍ଣ ଏବଂ ସେ ନୀଳବସନ ପରିଧାନ କରନ୍ତି। ଶୋଭିତ କିରୀଟ କେୟୁର ମେଖଳା କଙ୍କଣ ଆବର, ପ୍ରସନ୍ନ ରୁଚିର ବଦନ ଅରୁଣ ରାଜଭୋଲୋଚନ। ଅତି ସୁନ୍ଦରରେ ସେ କିରୀଟ ପିନ୍ଧିଛନ୍ତି ଏବଂ ମେଖଳା କଙ୍କଣ, ଅଣ୍ଟାରେ ଅଣ୍ଟା ଦୌଡ଼ି ଯେଉଁ ମେଖଳା ଏବଂ କଙ୍କଣ ଲଗେଇଛନ୍ତି ଏବଂ ପ୍ରସନ୍ନ ବଦନ, ସେ ସବୁବେଳେ ହସ ହସ ବଦନ, ତାଙ୍କର ଦୁଃଖ କେବେ ନାହିଁ।
ସେ କୌଣସି କଥା ଚିନ୍ତା କରିବେ ନାହିଁ। ଯେତେବେଳେ ବଳରାମ ଅବତାର ନେଇଥିଲେ, କୃଷ୍ଣ ବଳରାମ, କୃଷ୍ଣ କ'ଣ କରୁଛନ୍ତି କରନ୍ତୁ, ତାର ସେ ଯାହା କରୁଛି କରୁ, ମୋର କ'ଣ ଚଳି ତୁନି ପଡ଼େ କି ଦେଖିବେନି। ଏବଂ ସିଏ ଯୋଉଥିରେ ପଶିଲା ବେଳେ କୃଷ୍ଣ ତାଙ୍କୁ କ'ଣ ନା ବୁଝେଇ ଦେଇକି ଆଉ ଥରେ ତାଙ୍କୁ ତଡ଼େଇ ଦେବେ। ସେଇଠି ଯେତେବେଳେ ଅତ୍ୟଧିକ ଆନନ୍ଦ ହଉ, ସେତେବେଳେ ଆନନ୍ଦାଶ୍ରୁ ପ୍ରେମାଶ୍ରୁ ବହିଯାଏ ଏବଂ କଣ୍ଠ ଗଦଗଦ ହେଇଯାଏ। ଆମର ନାରଦ ଭକ୍ତି ସୂତ୍ରରେ ନାରଦ ଲେଖିଛନ୍ତି ସେ କଥା, ସ୍ତବ୍ଧ ଭବତି, ମାନେ ସେ ଶବ୍ଦ ହେଇଯିବ, ତା ତୁଣ୍ଡରୁ ଆଉ କିଛି କଥା ବାହାରିବନି, ଆଖିରୁ ଲୁହ ବହିବ, ଲୋତକ ବହିବ, କଣ୍ଠ ଗଦଗଦ ହେଇଯିବ, କଣ୍ଠ କମ୍ପି ଉଠିବ, କହିପାରିବ ନାହିଁ। ସେଇଭଳି ତାର ଭକ୍ତି ଜାତ ହେଲା ଏବଂ ଭଗବାନଙ୍କର ତାର ନୟନ ଜଳରେ ପାଦ ଧୋଇଦେଲା। ପ୍ରେମେ କୁଣ୍ଠିତ କଣ୍ଠ ହୋଇ, ଦେଖନ୍ତୁ କଣ୍ଠ ବି ପ୍ରେମେ କୁଣ୍ଠିତ। ପ୍ରେମ ଉଭୟ ଭକ୍ତ ଏବଂ ଭଗବାନଙ୍କର ପାଖରେ ପ୍ରେମ ପୂର୍ଣ୍ଣ ହେଇଯିବ, ସେତେବେଳେ ଉଭୟଙ୍କୁ କିଛି କହିପାରିବେ ନାହିଁ। ଯେତେବେଳେ ହନୁମାନ ଆସି ଭଗବାନ ରାମଙ୍କର ପାଦ ତଳେ ପଡ଼ିଯାଇଛି, ସେତେବେଳେ ସେ ଆଉ ଉଠେଇ ପାରୁନାହାନ୍ତି, ପ୍ରେମ ମଗନ ଉଭୟ, ଇଏ ଉଠିବାକୁ ଚାହୁଁନାହାନ୍ତି, ସେ ଉଠେଇବାକୁ ଚାହୁଁନାହାନ୍ତି। ସେଇଭଳି ଅବସ୍ଥା ଆସିଥାଏ ଏଠି। ସେଇଭଳି ହେଲା ନୟନ ପ୍ରେମ କୁଣ୍ଠିତ କଣ୍ଠ ହୋଇ ପ୍ରସ୍ତୁତି କରିଣ ନ ପାରଇ, ହରସେ ପୂର୍ଣ୍ଣ ଇନ୍ଦ୍ରିଗଣ କ୍ରମରେ କରି ନିବାରଣ, ଜଗତ ଗୁରୁ ଗୁରୁବର ଯାଦବ ବଂଶର ଠାକୁର, ତାହାଙ୍କ ପାଦେ ଦେଇ ମନ କହଇ ମଧୁର ବଚନ। ଏଠି ଚିତ୍ରକେତୁ ସ୍ତୁତି ହେଲା, ଆସିଲା ଏଠି ଭଗବାନଙ୍କର ସ୍ତୁତି। ତୁହି ଯେ ଅଜିତ, ଚିତ୍ରକେତୁ ବାସ, ତୁହି ଯେ ଅଜିତ ସ୍ୱଭାବେ ଭକତ ତୁତେ ଜିତେ ଭାବେ। ଦେଖନ୍ତୁ ଏଠି ଗୋଟେ ବଡ଼ ସୁନ୍ଦର କଥା, ତୁ ଅଜିତ, ତତେ କେହି ଜିଣିପାରିବେ ନାହିଁ, କିନ୍ତୁ ଭକ୍ତ ତତେ ଜିଣି ଯାଉଛି। କେମିତି? ଭାବରେ। କୋଉ ଭାବରେ? ଭକ୍ତି ଭାବରେ। ଯୋଉ ଭକ୍ତି ପ୍ରେମା ଭକ୍ତି, ଗୋପୀମାନଙ୍କର ଭକ୍ତି ଆଉ ରାଧାଙ୍କର ଭକ୍ତି, ମାଧୁର୍ଯ୍ୟ ଭକ୍ତି। ଯେଣୁ ତୁ ଅତି ହିଁ କରୁଣ, ତେଣୁ ତୁ ଭକ୍ତର ଅଧୀନ। ଆଉ ଗୋଟେ କହିଦେଲେ, ତାଙ୍କର ଅତି ସରଳ, ତୁ କରୁଣା। କରୁଣାର ଅର୍ଥ ଦୟାଠୁ କରୁଣାଟା ଟିକେ ଭିନ୍ନ। ଦୟା ମାନେ ଜଣେ ଅସୁବିଧାରେ ପଡ଼ିଛି, ତାକୁ ଆମେ ଦୟା ଦେଖେଇଲେ, ସାହାଯ୍ୟ କଲେ ଦୟା। କରୁଣା ହେଉଛି ଆମକୁ ଜଣେ ଗାଳି ଦେଲେ ମଧ୍ୟ ତାକୁ ଆମେ ସାହାଯ୍ୟ କଲେ, ଭୁଲ କଲେ ମଧ୍ୟ, ଭକ୍ତ ଭୁଲ କଲେ ମଧ୍ୟ ସେ ଭୁଲଟାକୁ ଆଡ଼େଇ ଦେଇ ତାକୁ ପୁଣି ଆଗ୍ରହରେ ଭଗବାନ ଗ୍ରହଣ କରୁଛନ୍ତି, ସେଟା ତାଙ୍କର କରୁଣା। ଦୟାଠୁ କରୁଣା ଆଉ ଟିକେ ଅଧିକ ସ୍ତରର। କରୁଣା ନହେଲେ ତୋହରି ନୋହିଲେ କରୁଣା, ବ୍ରହ୍ମା ଶଙ୍କର ହୁନ୍ତି ବଣା। ସେଠି କରୁଣା ମାନେ ସେମାନେ କେତେ ଭୁଲ କଲେ ମଧ୍ୟ ତାଙ୍କ ପ୍ରତି ଭଗବାନଙ୍କର କରୁଣା ଥାଏ। ଆମ ପ୍ରତି ଭଗବାନଙ୍କର କରୁଣା ଅଛି ବୋଲି ଆମେ କେତେ ଭୁଲ କଲେ ମଧ୍ୟ ଭଗବାନ ଆମକୁ କୋଳେଇ କାଖେଇ ନିଅନ୍ତି। ଭୁଲ କଲେ ସେ ଭୁଲଟାକୁ ଭୁଲି ଯାଆନ୍ତି। ହେଲେ ଏଇସବୁ ଯେଣୁ ତୁ ଅତି ହିଁ କରୁଣ, ତେଣୁ ତୁ ଭକ୍ତର ଅଧୀନ, ନିଷ୍କାମେ ଯେଣୁ ତୁ ଯେ ବସନ୍ତି, ତେଣୁ ତୁହର ଯେନ୍ତି। ସେ ତ ତାକୁ ନିଷ୍କାମ ଭକ୍ତି କଥା ଏଠି କହିଦେଲେ। ଆମର ଭକ୍ତିରେ ସକାମ ରହୁଛି, ନିଷ୍କାମ ଭକ୍ତିରେ କଥା। ଯେତେ କର ଏଇ ଭଜନ, ତୋର କାମନା ତାର କାମନା କର ପୂର୍ଣ୍ଣ। ଅତି ଦୟାଳୁ ରୂପ ଧର, ଜଗତ ବିଭବ ତୋହର, ଅନାଦି ତୁହି ତୋର ତହିଁ ଉଦୟ ସ୍ଥିତି ଅନ୍ତ ହୋଇ। ସେ ହେଉଛନ୍ତି ଅନାଦି। ତାଙ୍କର ଆଦି କେବେ ଆରମ୍ଭ ହେଲା ଆମକୁ ଜଣାଯାଏ, ସେ ଅନାଦି, ଅନନ୍ତ, ଶେଷ ନାହିଁ, ଆରମ୍ଭ ନାହିଁ କି ଶେଷ ନାହିଁ। ଯେମିତି ପିଲାଙ୍କୁ ପଢ଼େଇଲା ବେଳେ ସରଳ ରେଖା କହୁ, ସରଳ ରେଖାର ଆରମ୍ଭ ନାହିଁ କି ଶେଷ ନାହିଁ, ସେ ଏପଟେ ଚାଲିଥିବ ସେପଟେ ଚାଲିଥିବ। ତ ତାଙ୍କର ଆଉ ଜନ୍ମ ନାହିଁ। ବୀଜଟାକୁ ଯେମିତି ଭାଜି ଦେଲେ ସେ ଆଉ ଗଜା ହୁଏ ନାହିଁ, ସେମିତି ତାର ଗଜା ହେଇଗଲା। ତୁମ୍ଭେ ଯେ ଭାଗବତ ଧର୍ମ କହିଲ ପୁରୁଷ ଉତ୍ତମ, ନିଷ୍କଞ୍ଚନ ଯେ ଆତ୍ମାରାମ ଏମନ୍ତ ଯେଉଁ ମଣିଜନ। ଭାଗବତ ଧର୍ମ ପ୍ରଥମେ ଅନନ୍ତ କହିଥିଲେ ସନକାଦି ଋଷିମାନଙ୍କୁ। ମୋକ୍ଷ ନିମନ୍ତେ ସେହି ଧର୍ମ, ଏଇ ଭାଗବତ ଧର୍ମ ହେଉଛି ମୋକ୍ଷ ପାଇଁ ଆମର ଆବଶ୍ୟକ। ଆଉ କେବଳ ଶ୍ରବଣ କରି ମୋକ୍ଷ ହେଇଯାଏ। ଯେମିତି ସୁଖଦେବ ପରୀକ୍ଷା ମହାରାଜଙ୍କୁ କହିଲେ, ତୁ ଶ୍ରବଣ କରି ଉଦ୍ଧାର ହେଇଯିବ ଭାଗବତ ଧର୍ମରେ, ଭାଗବତ କଥାରେ। ବିଷମ ମତେଟି ଯାହାର ଏ ଧର୍ମ ଯେ ଜନ ବାହାର, ଯେଉଁ ଧର୍ମରେ ତୁହି ମୁହିଁ ମୋହର ତୋର ଭେଦ ନାହିଁ, କେବା କୁଶଳ କରନ୍ତି ସଦେହେ ପରେ ଯେ ପଡ଼ନ୍ତି, ସଦେହେ ଆତ୍ମପୀଡ଼ା ଆପଣ ପରପୀଡ଼ ନେଳ ଧର୍ମ। ଏଇଟା ଅତି ସୁନ୍ଦର କଥା ଗୋଟେ କହୁଛନ୍ତି ଯେ ତୋର ମୋର ଭେଦ ନାହିଁ, ସମସ୍ତେ ସମାନ, ସମସ୍ତଙ୍କ ଭିତରେ ସେଇ ଯେଉଁ ଆତ୍ମା ଅଛି ବିରାଜମାନ। ଆଉ
मोर आउ तोर रहा कौटी तो भितर जो आत्मा मो भितर से आत्मा आपण मान समस्त भितर जो आत्मा मो भितर से आत्मा से आम आ भिन्न केमती हेले समस्ते एक से किए पर आउ निजर किसी ना ये समस्त पर पर समान सद है जे अन्न को पीड़ा दिए से निज देह को पीड़ा दिए शूद्र है आत्म पीड़ा पूर्ण पर पीड़ने अधर्म किए कहते व्यास अष्टादश पुराण लिखिले अष्टादश पुराण रे अष्टादश पुराणेषु व्यासस्य वचनद्वयम् परोपकाराय पुण्याय पापाय परपीडनम ये जोड़िए धाड़ी भितर से अष्टादश शास्त्र जो लिखिले तार मर्मटा को रखिदेले पापाय परपीडनम पर को पीड़ा देवा पाप एवं पर को साहाय्य करवा पुण्य पुण्य पापर उदाहरण से कहे से कहे परपीडने अधर्म विहित धर्म भागवत न छाड़े के परमार्थ स्थावर रचर शिवंकरे अभिन्न भाव जेहु करे समस्त कहीं ईश्वर सर्वभूताना हृदय से अर्जुन तिष्ठति समस्त भितर अच्छा अहम आत्मा गुड़ाके सर्वभूताश्रय स्थित जिते मुझे सबुठे अच्छी से स्थावर चर जीव जिते अच्छा समस्त अभेद भाव आमर जमती सूरी चैव सपाके च पंडित समदर्शी जो रही समस्त भाव सामान भाव से सामान भाव सामान व्यवहार नुहे कहुई पंडित को जो भाव देखा कुकुर को से भाव देखा कि चंडाल को से भाव देखा ना व्यवहार अलग किंतु समस्त देह से भगवान अच्छा बोली आम समस्त को समदर्शी न सामान भाव देखुचे आम ये से कथा कहले स्थावर चर जीवंकर मध्य से अभिन्न अभिन्न भाव से जो करे से नित्य पाद पद्म तोर सेवा कर निरंतर भगवान कहले जे पर पीड़न करूना जे पर को सेवा करुची जे समस्त को समभाव देखुची जो मांग पश्यति सर्वत्र सर्वंच मई पश्यति तस्यांघन प्रणश्यामी सचमेन प्रणश्यति जे मत समस्त पाखे देखे और मो पाखे समस्त देखे सी मोठार के दूर रहे ना मुझे दूर रहे निकट सेवा करे निरंतर पाषांड बुद्धि जो नर एपाद दुर्लभ तोहर पाषांड मान को तोर पदार बिंद प्राप्त हो पारे ना जे पाद पल्लव सुधाम परम मंगल जे नाम से नाम सुमरण करे पापी संसार जानती तरे तोर पाद पद्म स्मरण करे पापी माने उद्धार हो जाते हे देवदेव नारायण हे प्रभु अखिल कारण तोरूप दर्शने मुहि पवित्र होइली गो साई नारद वचनर फले तोते देखिली चर्म ढोले ये कहते आपण को दर्शन करी मु पवित्र हो गली नारद महामुनिकर जो मंत्र नारद महामुनिकर जो मार्ग दर्शन कले से मार्ग रे आसी मु आपण पाखे पहुँचवा जगत आत्मा हे अनंत जगत सकल जाणु तू तदंत एघोर संसार जन केतते जाणु भगवान तुम्हें आदित्य देव प्राय नरटी खाद्य तो प्राय कहले तुम हूँ आदित्य सूर्य मनुष्य हूँ गोटे खाद्य तो जुड़जुड़िया पोक भाया तथा ते किए जापर तोर एत बड़ शक्ति एत बड़ संसार समस्त कथा आप जानुंट कि आप कहीं जापर ना जगत उत्पत्ति पालन प्रलय हेतु नारायण उत्पत्ति स्थिति प्रलय सबुड़ाक हाँ उत्पत्ति आउ पालन एवं प्रलय सबुड़ाक तुम हाथ में अच्छी परमहंस रूप तो ही नमस्ते प्रभु भावग्राही जार श्वास को अनुसारे कंपित हुए वसुंधरी प्राणी समूह आदि करी अवनय अच्छी छेणु तेहु अच्छी धरी सहस्र मंडल ईश्वर नमस्ते ब्रह्मांड ठाकुर से अनंत रूप ये श्री भगवान उवाच शुण राजन पुण्य देह मोर भकत अनुग्रह नारद सब व्यापक आ तू मोर अंश समस्त प्राणी माने भी मोर अंश और परम ब्रह्म हूँ मोर शरीर आ समस्त प्राणी आत्मा रूप में बास करे जे आत्मा व्याप्त लोक ठारे लोक व्यापित जे आत्मा उभय व्याप्त हो मोहि संसार अच्छी देह बही मैंने से कहले मु समस्त जगार से आत्मा समस्त भितर मुझे एवं उभय से माने मो भितर मु भितर जेसने निद्रा जाए पाए नरे विश्व को देखती आत्मा निद्रा उपक्षी पुणी से एक तेणे देशे आत्मा देख देशे आत्मा देख उठीण ज्ञान पाए जे हो सकल मिथ्या जेने सकल मिथ्या करी माने
ଯେଉଁ ପୁରୁଷତା ଦେଖଇ ତାହାକୁ ଚିନ୍ତ ମନ ଦେଇ ମୋତେ ଶୋଇଲା ବେଳେ ଯେ ସବୁବେଳେ ଭକ୍ତି କରିଥିବୁ ମୋ ପାଖରେ ମନ ଥିଲେ ଶୋଇଲା ବେଳେ ସ୍ୱପ୍ନରେ ବି ମୋତେ ଦେଖିପାରିବୁ ଏବଂ ଯାହାର ବେଳେ ସୁପ୍ତ ହୋଇ ସୁଖ ବା ସ୍ୱପ୍ନ ଜାଣଇ ତୋର ଜାଗ୍ରତ ଅବସ୍ଥା ସୁପ୍ତ ଅବସ୍ଥା ସ୍ୱପ୍ନାବସ୍ଥା ଏ ସବୁ ଅବସ୍ଥାରେ ମୁଁ ଆହୁରି ତୁ ଅତିଚେତନ ଅବସ୍ଥାକୁ ଯଦି ଯାଇପାରିବୁ ସମାଧିସ୍ଥ ହେଇଯିବୁ ସେଇଠି ମାନେ ମୁଁ ଆମର ଚାରିଟା ଅବସ୍ଥା ଅଛି ଚେତନ ଅବଚେତନ ସ୍ୱପ୍ନାବସ୍ଥା ଅଚେତନ ଅତିଚେତନ এই চারি অবস্থা এই চারি অবস্থাରେ ଆମର ଅବଚେତନ ଅବସ୍ଥାରେ ସ୍ୱପ୍ନ ଦେଖୁ ଆମେ ସେଟା ଚେତା ନୁହେଁ କି ମାନେ ସୁସୁପ୍ତି ନୁହେଁ ସୁଖ ସେୟା ଭଗବାନକୁ ବା ବ୍ରହ୍ମକୁ ଆମେ ଅଲଗା କରିଦେଉଛୁ ଭିନ୍ନ ଭିନ୍ନ ରୂପରେ ଆମେ ଦେଖୁଛୁ ସେ ଭିନ୍ନ ଭିନ୍ନ ଦ୍ୱୈତ ଭାବ ଯୋଉଠି ଆସେ ସେଠି ଜନ୍ମ ମୃତ୍ୟୁ ଅଛି ଅଦ୍ୱୈତ ଭାବ ଯୋଉଠି ଆସେ ସେଠି ଆଉ ଜନ୍ମ ମୃତ୍ୟୁ ନାହିଁ ସେଇ କଥା ସେ ବୁଝାଉଛନ୍ତି ଅଦ୍ୱୈତ ଭାବ ମାନେ କେବଳ ସିଏ ଜଣେ ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି ସେ ହିଁ କେବଳ ସର୍ବତ୍ର ବିଦ୍ୟମାନ ସିଏ ହିଁ ଆମର ଶରୀର ଭିତରେ ଅଛନ୍ତି ମୁଁ ହିଁ ସେଇ ବ୍ରହ୍ମ ସେଇ ଭାବ ଆସିଗଲେ ମନୁଷ୍ୟର ଆଉ ଜନ୍ମ ମୃତ୍ୟୁ ଚକ୍ରରୁ ସେ ଉଦ୍ଧାର ହେଇଯାଏ এই କଥା ଏଠି କହିଛନ୍ତି ଅର୍ଥ କଥା ଭିନ୍ନ ଭିନ୍ନ କରି ମନେ ଯେଣୁ ମୋ ଭାବ ପ୍ରାଣୀମାନେ ଭିନ୍ନ କରନ୍ତି ଭିନ୍ନ ଭିନ୍ନ ମନେ ଏଣୁ ଏ ଅଖିଳ ସଂସାରେ ଜନ୍ମ ମୃତ୍ୟୁ ଲଭନ୍ତି ନରେ ମନୁଷ୍ୟ ଜନ୍ମ ହେଲା ବିଜ୍ଞାନ ଦିଆହେଲା ବିଶେଷ ଜ୍ଞାନ ଦିଆହେଲା ଭଗବାନଙ୍କୁ ଜାଣିବା ପାଇଁ ତଥାପି ଯଦି ସେ ଜାଣିପାରିଲା ନାହିଁ ବୋଲେ ସେ ତାର ଜୀବନକୁ ନଷ୍ଟ କରିଦେବ କେବେ ଚେଷ୍ଟା କରେ କାର୍ଯ୍ୟ ପାଇଁ ନାନା କ୍ଲେଶକୁ ଲଭେ ବହି ତୁହିଁ ସଂକଳ୍ପ ଛାଡ଼ି ଯେ ଭଜ ଇଏ ମୁଖ୍ୟର ଫଳକୁ ଲଭ ଦେଖନ୍ତୁ ଏଠି ଗୋଟେ ସକାମ ଆଉ ନିଷ୍କାମ ଉପରେ କହିଲେ ଯେ ବିଭିନ୍ନ କର୍ମ କରେ ସେ କର୍ମ ହେଉଛି ସକାମ କର୍ମ ଦ୍ୱାରା ସେ ସକାମ ଫଳ ପାଏ ଏବଂ ବାରମ୍ବାର ଜନ୍ମ ଗ୍ରହଣ କରୁଥାଏ ନିଷ୍କାମ ଭାବରେ ମୋତେ ପଚାରେ ସବୁ ଛାଡ଼ି ଦେଇ ଆସିବ ଯେମିତି ବିଭୀଷଣ କହିଥିଲେ ଭଗବାନ ଜନନୀ ଜନକ ବନ୍ଧୁ ସୁତ ଦ୍ୱାରା ଧନୁ ତନୁ ଧନୁ ଭବନ ସୁହୃଦ ପରିବାର ସବକି ମମତା ତାଗ ବଟୋରି ମମ ପଦ ବାନ୍ଧଇ ବରି ଡୋରି ମୋ ପାଦରେ ଯଦି ସେ ରହିଗଲା ଚରଣରେ ନିରାଶ୍ରୟ ମାଂ ଜଗଦୀଶ ରକ୍ଷ ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ଭଜ ମୋତେ ଗୋଟେ ଜଣକୁ କେବଳ ଭଜନା କରେ ତୋର ଆଉ ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇ ଆଉ ସବୁଆଡ଼େ ଯିବୁ ଆଉ ଥରେ ଜନ୍ମ ହଉଛୁ କହିଲେ ସୁଖ ଦୁଃଖର ଭୋଗ ତହିଁ କେବେ ଲଭ ହୋଇ ନ ଲଭ ହୋଇ ଏମନ୍ତ ବିଚାରେ ଯେ ପ୍ରାଣୀ କର୍ମ କରଇ ଯେଉଁ ପ୍ରାଣୀ ସୁଖ ଆତ୍ମଗତି ତାଠାରେ ବିମୁକ୍ତ ହୋଇ ସନ୍ଧ୍ୟାରେ ଜ୍ଞାନ ସମ୍ପନ୍ନ ହୋଇ ନର ଭକ୍ତି କର ଲଭ ଇ ମୋହର ଏଇଠି କହିଲେ କ'ଣ ନା କର୍ମରେ ମୁକ୍ତି ନାହିଁ କର୍ମ କେବଳ ଚିତ୍ତ ଶୁଦ୍ଧି ପାଇଁ ଶରୀର ଶୁଦ୍ଧି ପାଇଁ ଅନ୍ୟର ସେବା କଲେ ଚିତ୍ତ ଶୁଦ୍ଧି ହବ ସେଥିପାଇଁ ସେବାଟା ଆଗ ସେବା ପ୍ରେମ ସମସ୍ତଙ୍କୁ ଭଲ ପାଇବା ହେଲା ପ୍ରେମ ଭକ୍ତି ସେବା କରିବା ଦ୍ୱାରା ଭକ୍ତିଭାବ ବଢ଼େ ଯୋଗ ନିପୁଣ ବୁଦ୍ଧି ଲୋକ ଜୀବ ପରମ ଦେଖେ ଏକ ଯେଉଁମାନେ ଯୋଗ କରନ୍ତି ସେମାନେ ଜୀବ ଆଉ ପରମ ଏକ ବୋଲି ଭାବନ୍ତି ଶ୍ରଦ୍ଧାରେ ଯେବେ ତୁ ରାଜନ ଘେନିବୁ ମୋହର ବଚନ ଜ୍ଞାନ ସମ୍ପନ୍ନ ହୋଇ ତୁ ହିଁ ସିଦ୍ଧ ହୋଇବୁ ବେଗ ହୋଇ ତୋର କ'ଣ ଦରକାର ଏବେ ଧନ ସମ୍ପତ୍ତି କିଛି ଦରକାର ନାହିଁ ତୁ ତ ରଜା ଥିଲୁ ସବୁ ଛାଡ଼ିଲୁ ମୋ ପାଖକୁ ଆସିଲୁ ମୋ କଥା ଶୁଣିବୁ ଜ୍ଞାନ ସମ୍ପନ୍ନ ହୋଇ ତୁ ସିଦ୍ଧ ହୋଇବୁ ବେଗ ହୋଇ ତୁ ସିଦ୍ଧ ହେଇ ବୁଲିବୁ ତୁ ଯାହା ଇଚ୍ଛା କରୁଛୁ ତାହା କରିବୁ ସେଇ ସୁଖବାଚ ଚିତ୍ରକେତୁକୁ ଆଶ୍ୱାସିଣ ଜଗତ ଗୁରୁ ଭଗବାନ ଦେଖୁ ଯାଇଥିଲା ସେ ରାଜନ ପ୍ରଭୁ ହୋଇଲ ଅନ୍ତର୍ଧ୍ୟାନ ବୋଲଇ ବିପ୍ର ଜଗନ୍ନାଥ ଚିତ୍ରକେତୁ ରାଜା ଚରିତ ସେ ତୁ ଚିତ୍ରକେତୁ ଏ କଥା ଦେଲେ ଆଶ୍ୱାସନା କଲେ ମୋର ଭକ୍ତ ହେ ତୋର ସବୁ ସିଦ୍ଧ ହେଇଯିବ ଆଉ ଅନ୍ୟ କଥା କରନା ଆଉ ସକାମ କର୍ମ ଆଡ଼େ ଯାଆ ନା ରଜାମାନେ ସକାମ କର୍ମରେ ବେଶୀ ମନ ଦିଅନ୍ତି ଯଜ୍ଞ ଇତ୍ୟାଦି କରନ୍ତି ତୁ ସେସବୁ ନ କରି ମୋ ପାଦ ପଦ୍ମରେ ମନ ଦେ କହି ଏ କଥା କହି ଚିତ୍ରକେତୁ ଠାରୁ ସେ ଅନ୍ତର୍ଧ୍ୟାନ ହେଇଗଲେ ଏବଂ ବୋଲ ଏ ବିପ୍ର ଜଗନ୍ନାଥ ଚିତ୍ରକେତୁ ରାଜା ଚରିତ ଏଠି ଚିତ୍ରକେତୁରେ ଏଇ ଅଧ୍ୟାୟଟା ଏତେ ସୁନ୍ଦର ଭାବରେ ପ୍ରତି ଧାଡ଼ିରେ ପ୍ରତି ପଦରେ ମାନେ ବିଶେଷ ଭାବରେ ବହୁତ ଜିନିଷ ରହିଛି ମୁଁ ଆଜି ବହୁତ ଆଶା କରିଥିଲି ଆମର ପୂଜ୍ୟ ନିରଞ୍ଜନ ସାହୁ ମହୋଦୟଙ୍କ ଠାରୁ ଏଇଟା ଶୁଣି ଶ୍ରବଣ କରିବା ବୋଲି गुरु साक्षात् परम ब्रह्म तस्मै श्री गुरवे नमः नाथ करुणा सिंधु दीनबंधु जगतपते गोपेश गोपिका कांत
राधाकांत नमस्ते मारा परिवार ये जो संध्या आभासीय कार्यक्रम बड़ 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 माने न एई सत्संग छाड़िबा आदेश हेची एटा ऊपर वालार आदेश से ताकू भांगिबा बा एथुरु विच्युति रहिबा माने निश्चित भाव में आपण भगवान को छाड़ी देइछिन बोली मने करिवे एते व्याकुल होथे मु कोन करिबी से कारण से विशेष भाव में मते छाड़ू नाहंती स्वामी आत्मानंद जी नाई सर आ टिके मु कहू नाही तो मोर भागवत अछि बोली कारण सेते गोटे कार्यक्रम आपण बारे स्पष्ट भाव कथाटी कहि दिए